ଆପଣଙ୍କ ପଲିଟିକାଲ କ୍ୟାରିୟର ଉପରକୁ ଆସିବା କାରଣ କୋଉଠି ନା କୋଉଠି ଆପଣ ପଲିଟିକ୍ସରେ ଜଡ଼ିତ ଅଛନ୍ତି। ମାନେ ପିଲା ଯୋଉ ଜେଏନଜି ଆପଣ କହୁଛନ୍ତି ମୋ ଜେଏନଜି ଟାଇମର ଘଟଣା ଏଟା। ମୋ ଜେଏନଜି ଟାଇମରେ ଯାହାଙ୍କ ପାଇଁ ମୁଁ ଲଢ଼ିଥିଲି ବନ୍ଧୁକ ଗଭର୍ଣ୍ଣମେଣ୍ଟ ଧରିକି କହିଲା ବନ୍ଧୁକ କିନ୍ତୁ ମୁଁ ଧରିଥିଲେ। ମଲିନି, ହଁ ଆଜି ବଞ୍ଚି ଯାଇଛି। ହଁ ଏସିଆର ସବୁଠୁ ସର୍ବବୃହତ୍ତମ ଷ୍ଟିଲ୍ ପ୍ଲାଣ୍ଟ କରୁଛି କଳିଙ୍ଗନଗର। ଆପଣଙ୍କ ଅଞ୍ଚଳରୁ ହିଁ ମନ୍ତ୍ରୀ ହେଇଛନ୍ତି, ଯିଏ ବିଧାୟକ ଅଛନ୍ତି ସେ ମନ୍ତ୍ରୀ ଅଛନ୍ତି, ପୂର୍ବରୁ ଯିଏ ଥିଲେ ସେ ମନ୍ତ୍ରୀ ଥିଲେ, ଏବେ ଯିଏ ଅଛନ୍ତି ସେ ମନ୍ତ୍ରୀ ଅଛନ୍ତି, ତ ସେମାନଙ୍କ ଏଇ ସମସ୍ୟା ଉପରେ ଦେଖିପାରୁନାହାନ୍ତି। କଳିଙ୍ଗନଗରରେ ଗୋଟେ ଲୋକ ଘରକୁ ଫେରିବ କି ନାହିଁ ତା ପ୍ରଶ୍ନ ଅଛି। ତା ପ୍ରଶ୍ନ। ନାଁଟା କାହିଁକି ଅପେରା ଯାଜ୍ଞସେନୀ ଦେଲେ? ଏଇ ନାଁଟାର ପ୍ରକୃତରେ ଅର୍ଥ କ'ଣ କ'ଣ ଭାବିକି ଦେଇଥିଲେ ଟିକେ କହିଦେଲେ। ଯାଜ୍ଞସେନୀ ମା ହେଉଛନ୍ତି ସିଏ ଯିଏ ତ୍ୟାଗର ପ୍ରତୀକ। ଯାତ୍ରାପାଟି ଏଇଟା ଗୋଟେ ପଇସା ରୋଜଗାର କରିବାର ମାଧ୍ୟମ, ମାନେ ଏଇଟା ଗୋଟେ ବ୍ୟବସାୟ ଭାବିକି କଲେ ଆପଣ, ନା ହେଉଛି ଆପଣ କଳାକୁ ବଞ୍ଚେଇବା ପାଇଁ ଏଇ ଯେଉଁ ଯାତ୍ରାପାଟି ଆରମ୍ଭ କରିଥିଲେ? ଯେତେବେଳେ ମୁଁ ଯାତ୍ରାପାଟି କରିଥିଲି ହଁ ମାନେ କାନକୁଆ କଥା ଶୁଣି କରିଥିଲି। ଯାତ୍ରାପାଟିରେ ମେଞ୍ଚେ ପଇସା ମିଳେ, ଆଚ୍ଛା। ସତ କଥା। ପାଖାପାଖି 10ରୁ 15 କୋଟି, 12-15 କୋଟି ଟଙ୍କା। ଜଣେ ଗଣମାଧ୍ୟମର ମିଡ଼ିଆ ବନ୍ଧୁଙ୍କୁ କ୍ୟାମେରା ଆଗରେ କି ମୁଁ ଯାତ୍ରାପାଟି କରିକି ଆଜି ଦାଣ୍ଡର ଭିକାରୀ ହେଇଯାଇଛି। ଏଠି ଯେଉଁ ଭଳିଆ ଭୁଲେଇଆ ଅଛି ଏଠି ରୋଡ଼କୁ ଆଣିବାକୁ ବେଶୀ ସମୟ ନାହିଁ। କଳାକାରମାନେ ଆମ ପାଖରେ ବୁକିଂ ହୁଅନ୍ତି, ବର୍ଷକର ପୂର୍ବରୁ ସେମାନେ ପଇସା ନେବେ ବୁକିଂ କରିବେ। ଚେୟାର ଫପଡ଼ା ନୀତି, ଚେୟାର ଫପଡ଼ା ହୁଏ କଳାକାରମାନଙ୍କ ଉପରୁ, ଏଇଟା କ'ଣ ପ୍ରାୟୋଜିତ ଥାଏ ନା କଳାକାରମାନଙ୍କ ଉପରୁ ସତରେ ଦର୍ଶକମାନେ ଚେୟାର ଫପଡ଼ା? ନିଶ୍ଚିତ ରୂପେ ସନାତନୀ ମାଇଲେଜ ଦେଇଛି। ଏ ନାଟକଟି ପୁରା ଆମ ଧର୍ମକୁ ନେଇକି ଅଶ୍ଳୀଳତା ଦେଖେଇଲେ ଅଧିକ ପଇସା ରୋଜଗାର ହବ। ହ୍ୟାଲୋ ଭାଇ ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ମୁଁ ରୁଦ୍ର ଆପଣମାନଙ୍କୁ ସ୍ୱାଗତ କରୁଛି ରୁଦ୍ରପାଢ଼ୀ ଶୋର ଆଉ ଏକ ଏପିସୋଡ଼କୁ। ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରେ ଆମର ଜଣେ ଏଭଳି ଅତିଥି ଅଛନ୍ତି ଯେ ଯାଜପୁର ଜିଲ୍ଲାରେ ସୁପରିଚିତ। ନାଁ ତାଙ୍କର ପ୍ରସଞ୍ଜିତ ନାୟକ। ତାଙ୍କର ଆଉ ଏକ ପରିଚୟ ଦେବାକୁ ଚାହିଁବି। ସେ ହେଉଛନ୍ତି ଅପେରା ଯାଜ୍ଞସେନୀ ଯାତ୍ରାପାଟିର ମାଲିକ ଏବଂ ଯାଜପୁର ଜିଲ୍ଲାର ଜଣେ ସୁପରିଚିତ ସ୍ୱେଚ୍ଛାସେବୀ ସଂଗଠନର ସେ ହେଉଛନ୍ତି ସଭାପତି। ତାଙ୍କ ସହିତ କଥା ହେବା, ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ପ୍ରସଞ୍ଜିତ ଭାଇ, ପ୍ରଥମେ ତ ଆପଣଙ୍କୁ ସ୍ୱାଗତ କରିବି ଆଜିର ଏହି କାର୍ଯ୍ୟକ୍ରମକୁ। କେମିତି ଅଛନ୍ତି? ନମସ୍କାର, ବହୁତ ଭଲ ଅଛି, ଜୟ ଜଗନ୍ନାଥ। ତ ଭାଇ କେଉଁଠୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ କୁହନ୍ତୁ। ପ୍ରଥମେ ତ ଯେଉଁ କହିଲେ ସମାଜସେବୀ, ପ୍ରଥମେ ସମାଜ ସେବାରୁ ଆରମ୍ଭ କରିବା। ସମାଜ ସେବା ହେଉଛି ମୋର ଲକ୍ଷ୍ୟ। ଆଉ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କର ଅକୁଣା କୃପାରୁ ଆଜି ଯଦି ସମାଜରେ ବଞ୍ଚିକି ଅଛି, ଆପଣମାନଙ୍କ ପାଖରେ ବସିଛି। ବହୁତ ଇନସିଡେଣ୍ଟ ମୋର ଯାଇଛି, ସେ ବି ତୁମେ ଜାଣିଛ। ତ ସେଥିପାଇଁ ସମାଜ ପ୍ରତି ଭଲ ପାଇବା ଆଉ ସମାଜସେବୀଟି ହିଁ ମୋତେ ଭଲ ଲାଗେ। ଭାଇ ଯେଉଁ କଥା କହିଲେ ସମାଜସେବା, ତ ସେଇଠୁ ଆମେ ଆରମ୍ଭ କରିବା। କେମିତି ଆପଣ ସମାଜସେବା ଦିଗକୁ ଆସିଲେ? ଘରେ କିଏ କିଏ ଅଛନ୍ତି? ପରିବାରରେ କେମିତି କ'ଣ ସବୁ ଚାଲିଛି? ଘରେ ତ ବାପା, ଭାଇ, ମୋର ମିସେସ୍, ମୋର ଗୋଟେ ଛୋଟ ଝିଅ, ଛୋଟ ପରିବାର। ଆଉ ସମାଜସେବା କେମିତି ଆସିଲେ? ଦେଖନ୍ତୁ, ସମାଜ ସେବାକୁ ମୁଁ ଆସିନି, ଏମିତି କିଛି ପରିସ୍ଥିତି ହେଇଛି ଯେ ସମାଜରେ ମାନେ ସେବା ମନୋବୃତ୍ତିଟା ମୋର ଆରମ୍ଭରୁ ଅଛି। ଆରମ୍ଭରୁ କହିବାକୁ ଗଲେ ମୁଁ କ୍ଲାସ୍ରେ ପଢ଼ିଲା ବେଳଠୁ ମୋର ଟିକେ ବଡ଼ ପିଲାଙ୍କ ସହିତ ସାଙ୍ଗ ହେବାର, ଟିକେ ଯେହେତୁ ଆମେ ଗାଁରେ ରହୁ, ଗାଁରୁ ବିଲଙ୍ଗସ୍ କରୁ, ସେଠି ଆମର ବଡ଼ ଭାଇମାନଙ୍କ ସହିତ କ୍ରିକେଟ୍ ଖେଳିଯିବା, ବ୍ଲଡ଼ ଡୋନେସନ୍ କ୍ୟାମ୍ପରେ ବି ଯିବା, ତାଙ୍କ ସହିତ ସାହାଯ୍ୟ କରିବା, ଡ୍ରାମାରେ ତାଙ୍କ ସହିତ ରହିବା, ବୋଲ ହାକ୍ କରିବା। ଏଇଠୁ ଧୀରେ 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 କେଉଁଠି ନା କେଉଁଠି ମୋର ଆମ ଗାଁ ଯେଉଁ ଅଛି ଜଖପୁରା କଳିଙ୍ଗନଗରରେ, ଗୋଟେ ବଡ଼ ଗାଁ, ଗୋଟେ ଗାଁ ଗୋଟେ ପଞ୍ଚାୟତ, ସେଠି ବହୁତ ମୋର ବଡ଼ ଭାଇମାନେ ଆମର ଗୋଟେ ଡୋନେସନ୍ ଗୋଟେ କ୍ଲବ୍ ଅଛି, ହେଙ୍ଗୁଳା କ୍ଲବ୍, ଯେଉଁଠୁ ସବୁ ଯେହେତୁ ଆପଣ କଳିଙ୍ଗନଗରରେ ଜଖପୁରାକୁ ହିଁ ଆପଣ ଜାଣିଥିବେ କି ନାହିଁ ମୁଁ ଜାଣିନି, ଜଖପୁରା ହେଉଛି କଳିଙ୍ଗନଗର ଯେଉଁ ଟ୍ୟାଗ୍ ଆଜି ଆଇଛି, ବିଜୁ ବାବୁ ଯେଉଁ 1992ରେ ସ୍ୱରାଜ ପାଲ ବିଜୁ ପଟ୍ଟନାୟକ ଯେଉଁ ଆସିକି କଳିଙ୍ଗନଗରର ନାମକରଣ କଲେ, ସେଟା ଜଖପୁରା ଗାଁର ଗୋଟେ କଦମ୍ବ ଗଛ ପୋତିକି କରାହେଲା। ଜଖପୁରା
ଗାଁକୁ କଳିଙ୍ଗନଗର ଆଖ୍ୟା ଦିଆଯାଇଛି। ତ ସେ ଯଖପୁରା ଗାଁରେ ଗୋଟେ ଆମର ହେଙ୍ଗୁଳା କ୍ଲବ୍ ଅଛି। ସେ କ୍ଲବ୍ରେ ଯେଉଁମାନେ ସଭାପତି ଥିଲେ, ଯେଉଁମାନେ ଆମର ବଡ଼ ଭାଇମାନେ ଥିଲେ, ସେଠି ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ, ସମାଜ ସେବା କାର୍ଯ୍ୟକ୍ରମ ହୁଏ। ସେଠି ଆମେ ମୁଁ ଗୋଟେ ମେମ୍ବର ଥିଲି। ଆଜି ସେଇଠୁ ସେଇ ଗାଁରୁ ଆଜି ଏଇଠି ପହଞ୍ଚିଛି। କ'ଣ ଆପଣଙ୍କର ବିଜନେସ୍? ମୋର କନଷ୍ଟ୍ରକ୍ସନ୍ ବିଜନେସ୍, ହୁଁ ତା ସହିତ ଟ୍ରାନ୍ସପୋର୍ଟିଂ। ହୁଁ ଆଉ 3-4 ବର୍ଷ ହେଲା ଯାତ୍ରା ପାର୍ଟିଟି ହେଇଛି ଆଉ। ଆଚ୍ଛା, ଠିକ୍ ଅଛି। ଆପଣ କଳିଙ୍ଗନଗର କଥା ଯେତେବେଳେ କହିଲେ, କଳିଙ୍ଗନଗର ଏଭଳି ଏକ ଜାଗା ଯାହାକୁ ଯାଜପୁର ଜିଲ୍ଲାରେ ଗୋଟେ ମୁଖଶାଳା ଭାବେ ମଧ୍ୟ ପରିଚିତ। ସମଗ୍ର ଓଡ଼ିଶାରୁ ଯେଉଁଠିକୁ ଲୋକମାନେ ଆସନ୍ତି କାମ କରିବା ପାଇଁ ସେଭଳି ଜାଗା ହେଉଛି କଳିଙ୍ଗନଗର। କଳିଙ୍ଗନଗରରେ ଅନେକ ଗୁଡ଼ିଏ ସମସ୍ୟା ଆପଣ ଦେଖୁଥିବେ ଏବଂ ଅନେକ ଗୁଡ଼ିଏ ସମସ୍ୟା ପାଇଁ ଆପଣ ମଧ୍ୟ ଲଢ଼ିଛନ୍ତି, ଯାହାର ପ୍ରମାଣ ମଧ୍ୟ ଆମେ ଆପଣଙ୍କ ସୋସିଆଲ ମିଡ଼ିଆର ଫେସବୁକ୍ ପେଜ୍ରୁ ପାଇଯାଇଛୁ। ଏଭଳି ଗୋଟେ ସମସ୍ୟା କଥା କୁହନ୍ତୁ, ଯେଉଁ ସମସ୍ୟା ପାଇଁ ଆଜି ଆପଣଙ୍କ ଗାଁ ଲୋକ ହୁଅନ୍ତୁ କି କଳିଙ୍ଗନଗର ସବୁ ଲୋକ ଯେଉଁମାନେ ଚିନ୍ତିତ। ବେକାରୀ ସମସ୍ୟା ଦୁଃଖଦ ବିଷୟ। କଳିଙ୍ଗନଗର ଖାଲି ଓଡ଼ିଶାର ନୁହଁ, ହୁଁ ଏସିଆରେ ଫେମସ୍, ଏସିଆରେ ପ୍ରସିଦ୍ଧ, ଆଉ ଏସିଆରେ ବୋଧେ 1 ନମ୍ବର। ଆପଣଙ୍କର ଟାଟାଠୁ ଆରମ୍ଭ କରି ଜିନ୍ଦଲ ପର୍ଯ୍ୟନ୍ତ ଟାଟା ଏସିଆର ସବୁଠୁ ସର୍ବବୃହତ୍ତମ ଷ୍ଟିଲ୍ ପ୍ଲାଣ୍ଟ କରୁଛି କଳିଙ୍ଗନଗରରେ। ହୁଁ ଜିନ୍ଦଲ ମଧ୍ୟ ସବୁଠୁ ସର୍ବବୃହତ ଷ୍ଟିଲ୍ ହବ୍ କହିଲେ କଳିଙ୍ଗନଗର ଏସିଆରେ ପରିଚୟ ପାଇଛି, ନଟ୍ ଓନ୍ଲି ଇଣ୍ଡିଆ। ଆପଣ ଭାବନ୍ତୁ ଏସିଆରେ ଯେଉଁ ଆମେ ଫେମସ୍ ହେଇଛନ୍ତି, ଯେଉଁ ପ୍ରସିଦ୍ଧ ହେଇଛନ୍ତି କଳିଙ୍ଗନଗର, ଆଉ ଯେଉଁ ଗାଁ, ମୁଁ ଆପଣଙ୍କୁ କହିଲେ ଆପଣ ଚେକ୍ କରିବେ, ଇତିହାସ ସାକ୍ଷୀ ଅଛି। ଯେଉଁ ଗାଁରୁ ଯେଉଁ କଳିଙ୍ଗନଗର ଟ୍ୟାଗ୍ଟି ମିଳିଛି, ହୁଁ ସେ ଗାଁରେ ବେକାରୀ ସମସ୍ୟା ଏପର୍ଯ୍ୟନ୍ତ ସରିନି। ଆପଣ ବାହାରିଛନ୍ତି ତା ପାଇଁ? ଦେଖନ୍ତୁ, ଖାଲି ବାହାରିନୁ, ସେ ଲଢ଼େଇ ଏପର୍ଯ୍ୟନ୍ତ ଚାଲିଛି, ଆଗକୁ ମଧ୍ୟ ଚାଲିବ। ହୁଁ ଆଉ ବେକାରୀ ସମସ୍ୟା ତା ମାନେ ନୁହେଁ ଯେ ସେଠି କେହି ଖାଇବାକୁ ପାଉନାହାନ୍ତି। ସେଠି ଧୂଳି ଧୂଆଁ ନିଜ ଜୀବନକୁ ବାଜି ଲଗେଇ ପ୍ରତ୍ୟେକ ଦିନ ବଞ୍ଚୁଛନ୍ତି ଯୁବକମାନେ। ଯଦି କହିବେ ନିଜ ଜୀବନକୁ ବାଜି ଲଗେଇ, ତାର କହିବାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା। ହୁଁ ଆପଣ ଆପଣଙ୍କ ଘରେ ଗଲେ, ମାର୍କେଟକୁ ଗଲେ, ଆସିଲେ, କାରଣ ଆପଣ ଜାଣିଛନ୍ତି ସେଠି କିଛି ଟ୍ରାଫିକ୍ ସମସ୍ୟା ନଥିବ। ହୁଁ କିନ୍ତୁ ଯେହେତୁ କଳିଙ୍ଗନଗର ଗୋଟେ ବିଜି ସେଡ୍ୟୁଲ୍ ଏରିଆ, ବହୁତ ଭାରି ଯାନ ସେଠି ବହୁତ ଗାଡ଼ି ଘୋଡ଼ା ସବୁ ମେସିନାରୀ ସବୁ ଯିବା ଆସିବା କରୁଛି। ଗୋଟେ ପିଲାକୁ ଗୋଟେ ବାପା ମା ତାଙ୍କ ସ୍କୁଲକୁ ଯିବା ଆଣିବା, ଘରେ ପହଞ୍ଚିବ କି ନାହିଁ ସନ୍ଦେହ। କ'ଣ ଏଭଳି ସମସ୍ୟା? ହଁ, ଆପଣ ଯଦି ସେଠି ଧୂଳି ଧୂଆଁ ଆଉ ରାସ୍ତାଘାଟ ବିଷୟରେ ଡିଟେଲରେ ଯିବେ, ହୁଁ କିଏ କ'ଣ ଲୁଚଉଥିବ, କ'ଣ କେଉଁ ସୋସିଆଲ ମିଡ଼ିଆରେ କିଏ ଛାଡ଼ୁଥିବ, କ'ଣ ବାସ୍ତବ କଥା ଯଦି ଯିବା, ବାସ୍ତବରେ ଆଜି ଯଦି ଯିବା, କଳିଙ୍ଗନଗର ଥରେ ଗଲେ ଦ୍ୱିତୀୟ ଥର ଯିବାକୁ ଆପଣ ଇଚ୍ଛା କରିବେ। ଆପଣ କହୁଛନ୍ତି ବେକାରୀ ସମସ୍ୟା କଥା। ଆପଣଙ୍କ ଅଞ୍ଚଳରୁ ହିଁ ମନ୍ତ୍ରୀ ହେଇଛନ୍ତି, ଯିଏ ବିଧାୟକ ଅଛନ୍ତି ସେ ମନ୍ତ୍ରୀ ଅଛନ୍ତି, ପୂର୍ବରୁ ଯିଏ ଥିଲେ ସେ ମନ୍ତ୍ରୀ ଥିଲେ, ଏବେ ଯିଏ ଅଛନ୍ତି ସେ ମନ୍ତ୍ରୀ ଅଛନ୍ତି। କ'ଣ ସେମାନଙ୍କ ଏଇ ସମସ୍ୟା ଉପରେ ଦେଖିପାରୁନାହାନ୍ତି? ଦେଖିପାରୁଥିବେ। ତାହେଲେ କାହିଁକି ସମସ୍ୟା ସମାଧାନ ହେଉନି? ଆପଣ ଯେଉଁ କହିଲେ ଆଗରୁ ଯିଏ ଥିଲେ, ଇଏ ତ ବର୍ଷେ 2 ବର୍ଷର ଘଟଣା ନୁହେଁ, ଏଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍। କଳିଙ୍ଗନଗର ଟାଟା ପ୍ଲାଣ୍ଟ ଆମେ ଶୁଣି ଆସୁଛୁ ପିଲାଟି ଦିନରୁ, ସେ ପାଖାପାଖି 20-25 ବର୍ଷର ଘଟଣା। 20-25 ବର୍ଷ ହେଲାଣି ସେ ପ୍ଲାଣ୍ଟ ସେଥିରେ ସ୍ଥାପିତ ହେଲାଣି। ଖାଲି ଟାଟା ପ୍ଲାଣ୍ଟ ନୁହେଁ, ଟାଟା ଟୋଟାଲ ଏଣ୍ଟାୟାର ସେ ପ୍ଲାଣ୍ଟ ଇଣ୍ଡଷ୍ଟ୍ରି। ମନୋବୃତ୍ତି ଦରକାର। ସେମିତି ଜଣେ ନେତା ହେବା ଦରକାର ଯିଏ ବେକାରୀ ସମସ୍ୟାକୁ କିଏ ଦୂର କରିପାରିବ, ଯାହାର ଇଣ୍ଟରେଷ୍ଟ ଥିବ, ପବ୍ଲିକ ଇଣ୍ଟରେଷ୍ଟ ଲୋକଙ୍କର। ଯେ ଖାଲି ଆପଣ ସୋସିଆଲ ମିଡ଼ିଆରେ ଏବେ ଗୋଟେ ଫେମସ୍ ଜେଏନଜି, ସୋସିଆଲ ମିଡ଼ିଆରେ ପ୍ରଚାର କରିବା, ଲୋକଙ୍କ ପାଇଁ କାନ୍ଦିବା ଗୋଟେ ଅଲଗା, ପ୍ରାକ୍ଟିକାଲ ଫିଲ୍ଡ ଉପରେ ରହିକି ପବ୍ଲିକର କାମ କରିବା, ଲୋକଙ୍କ ସେବା କରିବା, ସେଟା ଗୋଟେ ଅଲଗା। ଆଗରୁ କାହିଁ ହେଇନି ସେଟା ବି ଆମେ ବି, ମୁଁ ଶାସକ ଦଳରେ ଆମେ ଥିଲାବେଳେ ବି ଆମ ପିରିୟଡ଼ରେ, ମାନେ ଆମେ ଯେତେବେଳେ ଜାଣିଲୁ ଇଲେକ୍ସନ୍ ଲଢ଼ିଲୁ, ସେତେବେଳେ ଆମେ କ'ଣ କରିଛୁ ଆମ ଏରିଆରେ ଲୋକ ଜାଣିଛନ୍ତି। ଏବେ ମଧ୍ୟ ଆମର ଚେଷ୍ଟା, ଯିଏ ଆସନ୍ତି, ଆମେ ଯାହା ପାଖରେ ଆମର ସମ୍ପର୍କ ଅଛି, ଆମେ ବାରମ୍ବାର ଇଣ୍ଡଷ୍ଟ୍ରି ମାଲିକମାନଙ୍କୁ ବି, ଓନରମାନଙ୍କୁ ଫୋନ୍ କରୁଛୁ, ରିକ୍ୱେଷ୍ଟ କରୁଛୁ, ଖାଲି ଯେ ଲୋକଙ୍କ ସହିତ ରହିକି
ଦି ପ୍ରକାର ଡୁପ୍ଲିକେଟ୍ ରୋଲ୍ କରିବା ଆମେ ଜାଣିନୁ। ହୁଁ ଆମେ ନେତାଙ୍କ ପାଖକୁ ଆମ ନେତାମାନଙ୍କୁ ଆପଣଙ୍କ ମାଧ୍ୟମରେ ସୋସିଆଲ ମିଡ଼ିଆରେ ଆମେ ପଚାରୁଛୁ ଯେ କଳିଙ୍ଗ ନଗରରେ ବେକାରୀ ସମସ୍ୟାଟା ହୁଁ କେମିତି ଦୂର ହେବ। ସେବେ ଦୂର ହେବ ଯେବେ ଆପଣଙ୍କ ମନୋବୃତ୍ତି ରହିବ ହୁଁ ଲୋକଙ୍କ ସମସ୍ୟାକୁ ସମାଧାନ କରିବା। ହୁଁ ଯଦି ନେତା ଚାହିଁବେ ଗୋଟେ ମାସରେ କଳିଙ୍ଗ ନଗରରେ ବେକାରୀ ସମସ୍ୟା ଦୂର ହୋଇଯିବ। ତାମାନେ କ'ଣ ମନୋବୃତ୍ତି ନାହିଁ ନେତାଙ୍କର? ନେତାଙ୍କର ମନୋବୃତ୍ତି ନାହିଁ। ମନୋବୃତ୍ତି ଥିଲେ ହୁଁ ମାନେ ବେକାରୀ ତ ଛାଡ଼ନ୍ତୁ, ଏବେ ଯେଉଁ କହିଲେ ଆଉ ଟିକେ ପରେ କଳିଙ୍ଗ ନଗରରେ ଗୋଟେ ଲୋକ ଘରକୁ ଫେରିବ କି ନାହିଁ ତା ପ୍ରଶ୍ନବାଚୀ। ତା ପ୍ରଶ୍ନବାଚୀ। ତାମାନେ କଳିଙ୍ଗ ନଗରରେ ଏଇଟା ତ ମୁଁ ପବନରେ କହିପାରିବିନି, କ୍ୟାମେରା ଆଗରେ ଖାଲି କହିଦେଉଛି ବାସ୍ତବ କଥା। ଯଦି କଳିଙ୍ଗ ନଗର ଜଖପୁରା ଯିବେ ସେଠି ଗୋଟେ ଭିସା ଷ୍ଟିଲ୍ ଅଛି, ତା ସାମ୍ନାରେ ଗୋଟେ ରେଲୱେ ଫାଟକ ଅଛି। ସେଠି ଯଦି ଆପଣ ବଞ୍ଚିକି ପଳେଇ ଆଇଲେ ତାହେଲେ ଭଗବାନଙ୍କୁ ଧନ୍ୟବାଦ ଦେବେ। କ'ଣ ଏତେ ଭୟ ସେଠି? କେବଳ ସେଠି ଭଗବାନ ସାହା, ପ୍ରଭୁ ଜଗନ୍ନାଥ, ଶ୍ରୀ ଜଗନ୍ନାଥ ଆମକୁ ସାହା। ହୁଁ ସେଠି ଆମ ଲୋକମାନଙ୍କୁ ମା ହିଙ୍ଗୁଳା ଘଣ୍ଟ ଘୋଡ଼େଇକି ରଖିଛନ୍ତି। କିଛି ଇନସିଡେଣ୍ଟ ହେଉନି। ଆଉ ସେଟା ହେଉଛି କେବଳ ଭଗବାନଙ୍କର ଆଶୀର୍ବାଦ। ପ୍ରାକ୍ଟିକାଲି ଯଦି କିଏ ବି ଯାଇଥିବେ କଳିଙ୍ଗନଗର ଯାଉଥିବେ, ବହୁତ ଲୋକ ତ ସେଠି ନିଜର କାମଧନ୍ଦା କରୁଥିବେ। ଯେହେତୁ ପ୍ଲାଣ୍ଟ ଅଛି, ସେ ସିଚୁଏସନ୍ ଯାଜପୁର ରୋଡ଼ରୁ 7 କିଲୋମିଟର, ଜଖପୁରା ରେଲୱେ ଷ୍ଟେସନରୁ 4 କିଲୋମିଟର। ହୁଁ ସେ ଯେଉଁ ଜଙ୍କସନ୍ ତେଲିବାଳି ଜଙ୍କସନ୍ଟି ଅଛି ଆମର ରେଲୱେ ଫାଟକ ପାଖରେ, ସେ ରାସ୍ତା ନ କହିଲେ ନ ସରେ। ବହୁତ ପିଲା ବି ସୋସିଆଲ ମିଡ଼ିଆରେ ତାକୁ ଛାଡ଼ୁଛନ୍ତି, ଟ୍ୟାଗ୍ କରୁଛନ୍ତି। ଆଉ ଅଫିସର ମାନଙ୍କର ନିଦ ଭାଙ୍ଗିନି, କେବେ ଭାଙ୍ଗିବ ଜଣା ନାହିଁ। ଆଉ ସେଠି 15 ଦିନ ତଳେ ସେ ପାଖ ପିଲା ଜଣଙ୍କର ଡେଥ୍ କରିଯାଇଥିଲେ ଆକ୍ସିଡେଣ୍ଟ। ତ ଗୋଟେ କହୁଛି ପ୍ରତ୍ୟେକ ଦିନ ହେବା କଥା, କିନ୍ତୁ ଭଗବାନଙ୍କର ଆଶୀର୍ବାଦ ସେଠି କିଛି ହେଉନି। ତ ପ୍ରକୃତରେ ଏଇ ଯେଉଁ ସମସ୍ୟା ଗୁଡ଼ିକ କଥା ଆପଣ କହୁଛନ୍ତି, ଆଜ୍ ଏ ସୋସିଆଲ ୱାର୍କର, ଆଜ୍ ଏ ଲୋକାଲ ମେମ୍ବର ସେଠିକାର, ଲୋକାଲ ବାସିନ୍ଦା ସେଠିକାର, ଆପଣ କ'ଣ ସଜେସନ୍ ଦେବାକୁ ଚାହିଁବେ ଗଭର୍ଣ୍ଣମେଣ୍ଟକୁ? ଗଭର୍ଣ୍ଣମେଣ୍ଟ ଏଇ ପଦକ୍ଷେପ ଗୁଡ଼ିକ ନେଲେ ଏଇ ବେକାରୀ ସମସ୍ୟା ହେଉ କି ଆପଣ ଏଇ ଯେଉଁ କଥା କହୁଛନ୍ତି ଗୋଟେ ଲୋକ ଯଦି ଘରୁ ବାହାରିକି ଯାଇଛି ତାହେଲେ ତାର ବଞ୍ଚିକି ଆସିବାଟା ପ୍ରଶ୍ନବାଚୀ, ଏଇ ଦୁଇଟି ସମସ୍ୟାର ମୁଖ୍ୟ ସମସ୍ୟାର ସମାଧାନ ହେଇପାରିବ? ଦେଖନ୍ତୁ, ସମସ୍ୟା ଆମେ ଜଣେଉଛୁ, ହୁଁ ସମସ୍ୟା ସିଏ ବି ଜାଣିଛନ୍ତି। ହୁଁ ଯିଏ ବି ଆମର ଏବେ ନାଇଁ, ମୋତେ ଆପଣ ସଜେସନ୍ ଦେଇଦିଅନ୍ତୁ ଆପଣ ଗଭର୍ଣ୍ଣମେଣ୍ଟକୁ, କ'ଣ ସମସ୍ୟାର ସମାଧାନର ବାଟ କ'ଣ? ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ପଇସା ଦେଇକି ରଖିଛନ୍ତି, ଏମ୍ପ୍ଲୟ ରଖିଛନ୍ତି, ତାଙ୍କ ଉପରେ କ'ଣ ସଜେସନ୍ ନାହିଁ? ମାନେ ଚେଇଁ ଶୋଇଥିବ କିଏ, ତାକୁ ଉଠେଇବ କିଏ? ଜାଣି ଶୋଇଥିବ କିଏ, ତାକୁ ଉଠେଇବ କିଏ? ଯଦି ଆପଣ ଜାଣି ଶୁଣି ଶୋଇଥିବେ, ଯଦି ଆପଣଙ୍କ ନିଦ କିଏ ଭାଙ୍ଗିବ? ଗଭର୍ଣ୍ଣମେଣ୍ଟ କ'ଣ ଜାଣିନାହିଁ ଏସବୁ ଲୋକ କେଉଁ ଭଳିଆ ଫେସ୍ କରୁଛନ୍ତି, ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି? ତାହେଲେ କାହିଁକି ସଲ୍ଭ କରୁନି? ସେ ଗଭର୍ଣ୍ଣମେଣ୍ଟ କ'ଣ କରୁଛି, ସେ ଗଭର୍ଣ୍ଣମେଣ୍ଟ ମୁଁ ବୁଝିପାରୁନି। ମୁଁ ତ ନିଜେ ଆଶ୍ଚର୍ଯ୍ୟ। ହୁଁ ଗଭର୍ଣ୍ଣମେଣ୍ଟ ହେଉଛି ସାଧାରଣ ଲୋକଙ୍କର। ହୁଁ ସାଧାରଣ ଲୋକଟି ଯେତେବେଳେ ଅସୁବିଧା ହେଉଛି, ହୁଁ ଗଭର୍ଣ୍ଣମେଣ୍ଟ କ'ଣ କେବେ ଚାହୁଁଥିବ ଆଉ ଗଭର୍ଣ୍ଣମେଣ୍ଟ କ'ଣ ଜାଣୁନଥିବ? ହୁଁ ବାସ୍ତବରେ ସବୁ ଜାଣୁଛି। ବାସ୍ତବରେ ମୋତେ ଲାଗୁଛି ଗଭର୍ଣ୍ଣମେଣ୍ଟ ଜାଣୁଛି କି କିଏ ଗଭର୍ଣ୍ଣମେଣ୍ଟକୁ ଜଣେଇ ଦେବାକୁ ଚାହୁଁନାହାନ୍ତି। ହୁଁ ଯଦି ବାସ୍ତବ କଥା, ଯଦି ଲୋକ ଏମିତି, ଲୋକ ଏଇ ଲେବୁଲରେ ତାତିକିରି ଅଛନ୍ତି, ଲୋକଙ୍କର ଆମେ ଲୋକଙ୍କୁ ଯେହେତୁ ପବ୍ଲିକଙ୍କ ସହିତ ଆମେ ଅଛୁ, ଲୋକ ଖାଲି ଅପେକ୍ଷା କରିଛନ୍ତି ସମୟକୁ। ଆପଣ ଜାଣିଥିବେ ଗଭର୍ଣ୍ଣମେଣ୍ଟକୁ ଜଣେଇବାର ଦୁଇଟା ବାଟ, ପ୍ରୋଟେଷ୍ଟ ନହେଲେ ଇଲେକ୍ସନ୍। ଆଉ ସାଧାରଣତଃ ଓଡ଼ିଆ ଲୋକଙ୍କ ଭିତରେ ମୁଁ ଯାହା ଫିଲ୍ କରେ, ପ୍ରୋଟେଷ୍ଟ ଟିକେ ଲେଟ୍ରେ ଆମ ଲୋକମାନେ ତେଜନ୍ତି, ଉଠନ୍ତି। ଆଉ ଯେତେବେଳେ ଓଡ଼ିଆ ନିଦ ଭାଙ୍ଗିବ, ଉଠିବ, ପ୍ରୋଟେଷ୍ଟ କରିବ, ସେତେବେଳେ ଗଭର୍ଣ୍ଣମେଣ୍ଟ ଚାଲିବା ବି ମୁସ୍କିଲ ହେଇଯିବ। ଆପଣ ଟିକେ ସଜେସନ୍ ଦେଇଦିଅନ୍ତୁ। ଦେଖନ୍ତୁ, ସଜେସନ୍ ହେଲା ଯେତେ ଶୀଘ୍ର ପାରିବେ ଲୋକାଲ ଲୋକ, ଯେଉଁ ଆପଣ ପବ୍ଲିକ ପାଇଁ ଯେ ରୋଡ଼ଟା, ଦୁଇଟା ରୋଡ଼ର ପାଣି ପକେଇବା, ରୋଡ଼ର ଡେଭଲପ୍ କରିବା। ଗମନାଗମନ ଯଦି ଠିକ୍ ନାହିଁ, ଫାଷ୍ଟ ପବ୍ଲିକଙ୍କ ପାଇଁ ଗମନାଗମନଟା ଠିକ୍ କରନ୍ତୁ। ରୋଡ଼ରେ ସେଫ୍ଟି ଦିଅନ୍ତୁ। ଯେଉଁ ବର୍ଷା ଦିନେ ପାଣି ଡ୍ରେନେଜ୍ ସିଷ୍ଟମ୍ ନାହିଁ, ରୋଡ଼ ନାହିଁ, ମୁଖ୍ୟ ରାସ୍ତା,
मुख्य रास्ताटाକୁ ମୋର ଗଭର୍ଣ୍ଣମେଣ୍ଟକୁ ଅନୁରୋଧ ଯେତେ ସମ୍ଭବ ଯେତେ ଶୀଘ୍ର ପାଇବେ ସେଠି ଯେଉଁ ପାଣି ଜମୁଛି ଲୋକ ଯାଇକି ଗାଡ଼ି ଥୋଇକି ଡଙ୍ଗା ପକେଇବେ ବୋଲି ଭାବିଲେଣି ସେ ଡ୍ରେନେଜ ସିଷ୍ଟମଟା କରନ୍ତୁ ଆଉ ଯଦି ଗଭର୍ଣ୍ଣମେଣ୍ଟ ଚାହିଁବ 3 ରୁ 4 ଦିନ ଭିତରେ ଯୁଦ୍ଧକାଳୀନ ପରିସ୍ଥିତିରେ ସେ ରୋଡଟିକୁ ବାଗେଇ ଦେବ। ସେକେଣ୍ଡ ଜିନିଷ ବେକାରୀ ସମସ୍ୟା। ବେକାରୀ ସମସ୍ୟାଟା ହେଉଛି ଗୋଟେ ଆଗେ ବଞ୍ଚିଲେ ତ ବେକାରୀ ସମସ୍ୟା କରିବେ। ଆଗେ ସେ ଯେଉଁ ଭଳିଆ ରୋଡ଼ ହେଇଛି ମାରାତ୍ମକ ରୋଡ଼ ସେ ରୋଡ଼ଟା ଆଜ୍ଞା ପ୍ରାୟୋରିଟି ସେଇଟା କଲା ପରେ ସେକେଣ୍ଡକୁ ଯିବା। ସେ ରୋଡ଼ ସମସ୍ୟା ତ ଆଗରୁ ଥିଲା ଏବେ ବି ଅଛି ସରି ବେକାରୀ ସମସ୍ୟା ବେକାରୀ ସମସ୍ୟା ତ ଆଉ ଏ ଗଭର୍ଣ୍ଣମେଣ୍ଟରେ 2 ବର୍ଷ ହେଲା ହେଇଯାଇନି ନା ଆମେ ଗଭର୍ଣ୍ଣମେଣ୍ଟକୁ ଦୋଷ ଦେଉଛୁ ଯେ ବେକାରୀ ସମସ୍ୟା ବେକାରୀ ସମସ୍ୟା ଆଗରୁ ଯେତିକି ଥିଲା ଏବେ ଆହୁରି ବଢ଼ୁଛି। ଆଚ୍ଛା ଆମେ ଭାବିଥିଲେ ସମସ୍ତେ ଭାବିଲେ ଯାହା ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଲା ବେକାରୀ ସମସ୍ୟା କମିଯିବ ଏବେ ବେକାରୀ ସମସ୍ୟା ଆହୁରି ବଢ଼ି ଚାଲିଛି। ଗଭର୍ଣ୍ଣମେଣ୍ଟ ହାତରେ ଅଛି ସେ ବେକାରୀ ସମସ୍ୟା କ'ଣ କରିବେ ସେଟା ପର କଥା ଆଗେ ରାସ୍ତାଘାଟ ଗମନାଗମନ ଡ୍ରେନେଜ ସିଷ୍ଟମ ଧୂଳି ଧୂଆଁ ପଲ୍ୟୁସନ୍ କଳିଙ୍ଗନଗରରେ ପଲ୍ୟୁସନ୍ ନ କହିଲେ ଭଲ। ଆସ୍ଥମା କିଡନୀ ଫେଲ୍ ଗୋଟେ ନ୍ୟାଚୁରାଲ ହେଇଗଲାଣି। ଗଭର୍ଣ୍ଣମେଣ୍ଟ କ'ଣ ପାଇଁ କାହାକୁ ଅପେକ୍ଷା କରୁଛନ୍ତି? ଗଭର୍ଣ୍ଣମେଣ୍ଟକୁ ରିକ୍ୱେଷ୍ଟ ଅନୁରୋଧ କରୁଛୁ ସେଠି ପଲ୍ୟୁସନଟାକୁ କଣ୍ଟ୍ରୋଲ କରନ୍ତୁ ଆଉ ଯିବା ଆସିବା ଗମନାଗମନ ସେଫ୍ଟି ପ୍ରିକସନ୍ ଟିକେ ରଖନ୍ତୁ। ଠିକ୍ ଅଛି ଏବେ ଟିକେ ଯାତ୍ରାପାଟି ଆଡ଼କୁ ଆସିବା। ହଁ ଏବେ ଆମେ ଟିକେ ଯାତ୍ରାପାଟି ଆଡ଼କୁ ଆସିବା ନିଶ୍ଚିତ। ଠିକ୍ ଅଛି ଅପେରା ଯାଜ୍ଞସେନୀ ଯାତ୍ରାପାଟିର ମାଲିକ ଆପଣ କେବେ ଆରମ୍ଭ କରିଥିଲେ ଆଉ କ'ଣ ଚିନ୍ତା କରିକି ଆରମ୍ଭ କରିଥିଲେ ଆଉ ନାଁଟା କାହିଁକି ଅପେରା ଯାଜ୍ଞସେନୀ ଦେଲେ ଏଇ ନାଁଟାର ପ୍ରକୃତରେ ଅର୍ଥ କ'ଣ କ'ଣ ଭାବିକି ଦେଇଥିଲେ ଟିକେ କହିଦେଲେ। ଅପେରା ଯାଜ୍ଞସେନୀ ପ୍ରଥମେ ନଥିଲା ହଁ ଯାତ୍ରାପାଟି ଥିଲା ପ୍ରଥମେ ଆକାଶଗଙ୍ଗା। ଆଚ୍ଛା ଆଉ ଆକାଶଗଙ୍ଗା କେମିତି ହେଲା କାହିଁକି ହେଲା ମୋର ଯିଏ ଅତି ନିୟର ଆଣ୍ଡ ଡିୟର ସେମାନେ ସବୁ ଜାଣିଛନ୍ତି ଆପଣଙ୍କର ମିଡ଼ିଆ ବନ୍ଧୁମାନେ ବି କିଛି ଜାଣିଛନ୍ତି ତା ବିଷୟରେ ମୁଁ ଅନ୍ କ୍ୟାମେରା ସବୁ ଜିନିଷ କହିଲେ ସମୟ ହେବନି କିନ୍ତୁ ପ୍ରଥମେ ଥିଲା ଆକାଶଗଙ୍ଗା 2023ରେ ହେଇଥିଲା ଆକାଶଗଙ୍ଗା ଗୋଟେ ବର୍ଷ ପରେ ନାଁ ଚେଞ୍ଜ କରି କରାହେଲା ଅପେରା ଯାଜ୍ଞସେନୀ। ଅପେରା ଯାଜ୍ଞସେନୀ କରିବାର ଯିଏ ଆମେ 2 ଜଣ ଡାଇରେକ୍ଟର ଏଥିରେ ଅଛୁ ମୁଁ ଆଉ ମିସେସ୍ ସେ ତାଙ୍କ ନାଁଟି ସେ ଦେଇଛନ୍ତି ସୁଦୀପ୍ତା ସିଂ ଯିଏ ଅଛନ୍ତି ଅପେରା ଯାଜ୍ଞସେନୀର ଡାଇରେକ୍ଟର ସେ ଦେଇଛନ୍ତି ଅପେରା ଯାଜ୍ଞସେନୀ। ଆଚ୍ଛା ନାଁଟି ଦେବାର ମୁଖ୍ୟ କାରଣ ଯାହା ଆମ କଥା ହଉ ଆପଣ କହିଲେ କାହିଁ ଦେଲୁ ଆପଣ ଜାଣିଥିବେ ଯାଜ୍ଞସେନୀ ଦ ଓନ୍ଲି ଏ ସିଙ୍ଗଲ ୱାର୍ଡ ସାକ୍ରିଫାଇସ୍ ଯାଜ୍ଞସେନୀଙ୍କ ଭଳି ମାଙ୍କ ଭଳି ସାକ୍ରିଫାଇସ୍ ମୋତେ ଲାଗେ ଆଉ ଏ ଧରାପୃଷ୍ଠା କେହି କରୁନଥିବେ ଆଉ ତାଙ୍କର ସେ ସାକ୍ରିଫାଇସ୍ଟା ୱାର୍ଡଟା କେଉଁଠି ନା କେଉଁଠି ଆମକୁ ବି ମୋତେ ବି କେଉଁଠି ନା କେଉଁଠି ମୁଁ କେଉଁଠି କରିଛି ବୋଲି ମୋତେ ଲାଗେ ତ ସେଥିପାଇଁ ଆମେ ଯାଜ୍ଞସେନୀ ଦେଇଛୁ। ଠିକ୍ ଅଛି ଏବେ ଯାତ୍ରାପାଟି କଥା ଯେତେବେଳେ ଆସେ ସେତେବେଳେ ମୋ ମୁଣ୍ଡକୁ ସବୁବେଳେ ଗୋଟିଏ ପ୍ରଶ୍ନ ମୋ ମନକୁ ଆସେ ଗୋଟେ ଖୋଲା କଥା ଆପଣଙ୍କୁ ପ୍ରଶ୍ନ କରୁଛୁ ଯାତ୍ରାପାଟି ଏଇଟା ଗୋଟେ ପଇସା ରୋଜଗାର କରିବାର ମାଧ୍ୟମ ମାନେ ଏଇଟା ଗୋଟେ ବ୍ୟବସାୟ ଭାବିକି କଲେ ଆପଣ ନା ହେଉଛି ଆପଣ କଳାକୁ ବଞ୍ଚେଇବା ପାଇଁ ଏଇ ଯାତ୍ରାପାଟି ଆରମ୍ଭ କରିଥିଲେ? ନାଇଁ ଏଇଟା ମୋର ପର୍ସନାଲ କ୍ୱେଶ୍ଚନ୍। ଯେତେବେଳେ ମୁଁ ଯାତ୍ରାପାଟି କରିଥିଲି ହଁ ମାନେ କାନକୁଆ କଥା ଶୁଣି କରିଥିଲି ଯାତ୍ରାପାଟିରେ ମେଞ୍ଚେ ପଇସା ମିଳେ ସତ କଥା। ମୁଁ କାହିଁ କହିବି କଳା ସଂସ୍କୃତି ମୁଁ ଯାତ୍ରାପାଟି ବି ନିଜେ ଯାତ୍ରା ଦେଖେନି ମୁଁ ଯେବେ ଯାତ୍ରାପାଟି କଲି 2 ବର୍ଷ ପର୍ଯ୍ୟନ୍ତ ମୁଁ ଗୋଟେ ନାଟକ ବି ଠିକ୍ ସେ ଦେଖିନି। ମୁଁ ଭାବିଲି ଯାତ୍ରାପାଟି ଫ୍ରିକ୍ୱେଣ୍ଟ ପିଲାଳିଆ ବି ବୟସ ଯାତ୍ରାପାଟି ତା କଥାରେ ଯାତ୍ରାପାଟିଟା ମୁଁ କାନକୁଆ କଥା କହି ଶୁଣି ଯାତ୍ରାପାଟି କରିଥିଲି। ମୁଁ କଳା ସଂସ୍କୃତି ପ୍ରତି ଭଲ ପାଇବା ଅଛି ଯେହେତୁ ଆମେ ଓଡ଼ିଆ ଆମେ ଆଉ ନିଜ ଭାଷାକୁ ନିଜକୁ ଭଲ ପାଉ କଳା ସଂସ୍କୃତି ପ୍ରତି ଭଲ ପାଇବା ଅଛି କିନ୍ତୁ ଯାତ୍ରାପାଟିଟା ମୁଁ କାନକୁଆ କଥା ଶୁଣି କରିଥିଲି ଆଉ କରିକି ପଇସା ବାହାରିବ ବୋଲି କରିଥିଲି। ଆଚ୍ଛା ମୁଁ ଜାଣିନଥିଲି ପଇସା ଯିବ ବୋଲି। କେତେ ଟଙ୍କା ଇନଭେଷ୍ଟମେଣ୍ଟ କରିଥିଲେ? ମୁଁ ଯେବେ କରିଥିଲି ଆକ୍ଚୁଆଲି ତ ମୋର ଆଉ ଏତେ 3-4 ବର୍ଷ ଘଟା ସେଟା କ'ଣ କି ସେଟା ପାର୍ଟ ଆସ୍ତେ ଆସ୍ତେ ପଶିଯିବ ଫେଜ୍ ବାଇ ଫେଜ୍। ଆଚ୍ଛା ତଥାପି କେତେ ଟଙ୍କା ଯାତ୍ରାପାଟିରେ ଆପଣ ଇନଭେଷ୍ଟମେଣ୍ଟ କରିଛନ୍ତି? ପାଖାପାଖି 10ରୁ 15 କୋଟି 12-15 କୋଟି ଟଙ୍କା। କ'ଣ ଗୋଟେ ଯାତ୍ରାପାଟି କରିବାକୁ ହେଲେ 15 କୋଟି ଟଙ୍କା ଇନଭେଷ୍ଟମେଣ୍ଟ ନାଇଁ ଇନିସିଆଲି ପ୍ରଥମ ବର୍ଷ ଲାଗିବ ଜାଣିପାରିବନି 5-6 କୋଟି 7 କୋଟିରେ ହେଇଯିବ। ଆଚ୍ଛା
ଆସ୍ତେ 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 ସେ ଯେମିତି ସମୁଦ୍ର ତା ଭିତରେ ପଶି ପଶି ଯିବ। ଯେତେ ବର୍ଷ ରହିବ ମତେ ହଁ। ଲାଗୁଛି ହୁଁ। ଯାତ୍ରା ପାର୍ଟି ଯଦି ତମେ ଠିକ ସେ ଚଲେଇ ନ ପାରିବ ଆଚ୍ଛା। ତମେ ରୋଡ କୁ ଆସିବାକୁ ବେଶୀ ଦିନ ଲାଗିବନି। ହୁଁ। ସେଇଟା ହେଲା ଯାତ୍ରା ପାର୍ଟି। ଆଚ୍ଛା। ଯିଏ ଚଲେଇ ପାରୁଛନ୍ତି ହୁଁ। ଯାତ୍ରା ପାର୍ଟି ତାଙ୍କ ହୁଁ। ପାଇଁ ବେଷ୍ଟ। ହୁଁ। ଆଉ ଯିଏ ମୋ ଭଳି କାନ ଖୁଆ କଥା ଶୁଣି ଯାତ୍ରା ପାର୍ଟି କରିବେ ହୁଁ। ଭଗବାନ ତାଙ୍କ ଉପରେ ଭରସା ରହିବେ ଆଉ। ଠିକ ଅଛି। ପ୍ରସଞ୍ଜିତ ନାୟକ ଅପେରା ଯାଜ୍ଞସେନୀ ଯାତ୍ରା ପାର୍ଟିରୁ କେତେ ଟଙ୍କା ଲାଭ କରିଛନ୍ତି, କେତେ ଟଙ୍କା ଲସ୍ କରିଛନ୍ତି? ନାଇଁ ଲାଭ ନାହିଁ ବା କହିଲି ମୋ କଣ 15 କୋଟି ସମ୍ପୂର୍ଣ୍ଣ ଇନଭେଷ୍ଟମେଣ୍ଟ ରେ ପଳେଇଲା? ନାଇଁ କିଛି ତ ଉଠିଥିବ ନା ନାଇଁ ଆପଣ, ନା ନାଇଁ ସମ୍ପୂର୍ଣ୍ଣ ଲସ୍? ନାଇଁ ଲାଭ ଆଗକୁ ହବ ବା। ଆଗକୁ ହବ? ଆଗକୁ ହବ। କଣ ବିଶ୍ୱାସ ଅଛି ଆଗକୁ ହବ? ଶୁଣ, ଯେତେ ତମେ ଲସ୍ କରି କରି ଯେତେ ଶିଖିବ ହଁ। ଆଉ ଶିଖିଲା ପରେ ତ ଗୋଟେ କିଛି ପାଇବ। ହଁ। ଯୋଉଟା ପାଇବାକୁ ଯାଉଛି, ଯୋଉଥିପାଇଁ ମୁଁ ଆଜି ଆସି ବସିଛି, ହୁଁ। ସେଇଟା ମୋ ଲାଭ। ଆଜ୍ଞା, ନିଶ୍ଚିତ ତ ଭାବରେ। ଲାଭ ହଉଛି ହଁ। ଲୋକଙ୍କର, ଆଉ ଆମର ମଧ୍ୟ ହବ। ତାକୁ ନେଇ ଆଣି ଥୋଇ ପାଇଲେ ସବୁ କିଛି ସବୁ ସମ୍ଭବ। କିଛି ସମ୍ଭବ। ହୁଁ। ଆଉ ଖାଲି ଯାତ୍ରା ପାର୍ଟିଟା ଦେ ଲସ୍ ଆଇଟମ୍, ଲସ୍ ମୁଁ ଜାଣି ଶୁଣି ଲସ୍ କରିବି ତା ପାଇଁ କଣ ଯାତ୍ରା ପାର୍ଟି ଦାୟୀ? ହୁଁ। ସେମିତି ନାହିଁ। ମୁଁ ବି ଯାତ୍ରା ପାର୍ଟିକି ଯେତିକି ଭଲ ପାଇବି ଯାତ୍ରା ସଂସ୍ଥା ମୋତେ ଭଲ ପାଇବ। ହୁଁ। ଯେତେବେଳେ ଆମେ ଯାତ୍ରା ପାର୍ଟିରେ ପ୍ରଫିଟ୍ ଆଉ ଲସ୍ କଥା ହେଉଛନ୍ତି, ରିସେଣ୍ଟଲି ମୁଁ ଗଣମାଧ୍ୟମରେ ଗୋଟେ ଖବର ଦେଖିଲି, ଆମର ଚର୍ଚ୍ଚିତ ଅଭିନେତ୍ରୀ, ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କର। ରାଣୀ ପଣ୍ଡା କହୁଥାନ୍ତି ଜଣେ ଗଣମାଧ୍ୟମର ମିଡ଼ିଆ ବନ୍ଧୁଙ୍କ କ୍ୟାମେରା ଆଗରେ କି ମୁଁ ଯାତ୍ରା ପାର୍ଟି କରିକି ଆଜି ଦାଣ୍ଡର ଭିକାରୀ ହେଇଯାଇଛି, କୋଟି କୋଟି ଟଙ୍କା ମୋର ଲସ୍ ହେଇଛି, ମୁଁ ସବୁଆଡ଼ୁ ଲୋନ୍ କରିଦେଇଛି, ମୋର କାନଫୁଲ ହଉ, ବେକର ଚେନ୍ ହଉ, ଯାହା କିଛି ହଉ ସବୁ କିଛି ଆଜି ବନ୍ଧା ପଡ଼ିଛି, ଘର ଦ୍ୱାର ସବୁ ବନ୍ଧା ପଡ଼ିଛି, ସବୁ କିଛି ଆଜି ମୁଁ ଭିକାରୀ ହେଇଯାଇଛି। ଯଦି ସେ ଜଣେ ଯାତ୍ରା ପାର୍ଟି କରିକି ଆଜି ଏଇଭଳି ଅବସ୍ଥାରେ ଆସିପାରୁଛନ୍ତି, ଆପଣଙ୍କୁ କ'ଣ ଲାଗୁଛି ଯାତ୍ରା ପାର୍ଟି କରିକି ଆପଣ ମଧ୍ୟ ତିଷ୍ଠି ପାରିବେ? ସେଟା ସମୟ କହିବ। ଆମେ ମୁଁ ମୋ ବ୍ୟକ୍ତିଗତ କଥା କହୁଛି, ଆମେ ଏତେ ଶୀଘ୍ର ହାର ମାନୁନୁ। ଏତେ ଶୀଘ୍ର ଯୋଉ ବିଜନେସ୍ ହଉ, ଏଟା ଯାତ୍ରା ପାର୍ଟିଟା ଆମର ଗୋଟେ ବିଜନେସ୍ରେ ଯାଉଛି। ଆଉ ଯାହାକୁ ଆମେ ନେଇଛୁ ତାକୁ ତା ଜାଗାରେ ନ ପହଞ୍ଚାଇଲା ପର୍ଯ୍ୟନ୍ତ ଆମର ଚାଲିଥିବ, ଯେପର୍ଯ୍ୟନ୍ତ ଆମେ ତାର ଆଚିଭମେଣ୍ଟ ପାଇନୁ। ଆଉ ସେ ଯେଉଁ କଥା କହିଲେ, ମୁଁ ତୁମକୁ କହୁଥିଲି ବା ଟିକେ ପୂର୍ବରୁ, ଯାତ୍ରା ପାର୍ଟି ଯଦି ଠିକ୍ ସେ ନ ହେବ, ଏଠି ଯେଉଁ ଭଳିଆ ଭୁଲେଇଆ ଅଛି, ଏଠି ରୋଡ଼କୁ ଆଣିବାକୁ ବେଶୀ ସମୟ ନୁହେଁ। ଯଦି ବ୍ୟାକଅପ୍ ନଥିବ ସେଇ ହିସାବରେ, ଆପଣଙ୍କର ଏକ୍ସଟ୍ରା ବିଜନେସ୍ ନଥିବ, ଯାତ୍ରା ପାର୍ଟି କରି ତିଷ୍ଠିବା ଅସମ୍ଭବ। ଆଜି ଓଡ଼ିଶାରେ ସବୁଠାରୁ କୋଉ ଯାତ୍ରା ପାର୍ଟି ଅଧିକ ଟଙ୍କା ରୋଜଗାର କରୁଛି? କୋଉ ଯାତ୍ରା ପାର୍ଟି? ଯୋଉ ଯାତ୍ରା ପାର୍ଟି ଅନ୍ କ୍ୟାମେରା ଆସିକି ଯୋଉ ମାଲିକ କହିବ ମୁଁ ଅଧିକ ରୋଜଗାର କରୁଛି, ସେ ହିଁ କରୁଥିବ। ମୋତେ ମୁଁ ମାନେ ଆକଳନ କରିପାରୁନି କୋଉ ପାର୍ଟି ଅଧିକ ରୋଜଗାର କରୁଥିବ। ଯଦି ଯୋଉ ମାଲିକ ଆସିକି ଅନ୍ କ୍ୟାମେରା କହିବ ମୁଁ ଏଇ ବର୍ଷ ଏତିକି ଟଙ୍କା ଇନକମ୍ କରିଛି, ସେଇଟା ଠିକ୍ ଥିବ। ଆଚ୍ଛା। ଅପେରା ଯାଜ୍ଞସେନୀ ଗୋଟେ ଜାଗାରେ ଯାତ୍ରା ପାର୍ଟି କରେ, ଗୋଟେ ରାତିକୁ କେତେ ଟଙ୍କା ନିଏ, ସେଥିରୁ ତାର ପ୍ରଫିଟ୍ କେତେ ହୁଏ, ଆଉ ମାନେ ଅପେରା ଯାଜ୍ଞସେନୀ ମାଲିକଙ୍କର କେତେ ଟଙ୍କା ପ୍ରଫିଟ୍ ହୁଏ? ଅପେରା ଯାଜ୍ଞସେନୀ ଗୋଟେ ରାତିକୁ କେତେ ଟଙ୍କା ନିଏ? ସେଟା ଡିପେଣ୍ଡ କରେ କୋଉ ମାସରେ। ଆଚ୍ଛା। ସେମିତି ଯାତ୍ରା ପାର୍ଟି କଥା ହୁଏନି। ଯାତ୍ରା ପାର୍ଟିଟାର ପିକ୍ ଟାଇମ୍ ଅଛି, ଆଉ ପିକ୍ ଟାଇମ୍ ଡାଉନଫଲ୍ ଟାଇମ୍। ରେନି ସିଜିନଟା, ୱିଣ୍ଟର ସିଜିନଟା ହେଲା ଡାଉନଫଲ୍ ଟାଇମ୍। ଯାତ୍ରା ପାର୍ଟିରେ ମୋଷ୍ଟ ପ୍ରୋବାବଲି 3 ରୁ 4 ମାସ ଯେବେ ଆମର ସବୁ, ଆମେ ଯେହେତୁ ସବୁ ଓଡ଼ିଆ ଲୋକ, ଆମ ଗାଁରେ ଜାନୁଆରୀଠୁ ନେଇକି ହେଙ୍ଗୁଳା ପୂଜା ପର୍ବ ଆସିଯାଏ ଅପ୍ ଟୁ ମେ ପର୍ଯ୍ୟନ୍ତ। ସେଇ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ ବି ନୁହେଁ, 3 ମାସ ହେଲା ପିକ୍ ଟାଇମ୍। ସବୁ ମାଲିକଙ୍କ ପାଖରେ ସେଇ 3 ମାସଟା ସମସ୍ତଙ୍କ ସଫିସିଏଣ୍ଟ ରୋଜଗାର ହୁଏ। ପର ନାଇଟ୍ କେତେ ଟଙ୍କା ନିଅନ୍ତି? ସେଇ ମାସରେ ପାର୍ଟି ନେଇକି କହିଦିଅନ୍ତୁ, ଯୋଉ କ୍ୟାମେରା ଆଗରେ ଟିକେ କହିଦିଅନ୍ତୁ, କାଇଁ ନୁଚଉଛନ୍ତି? ଯୋଉ 8-10ଟା ଯାତ୍ରା ପାର୍ଟି ଅଛନ୍ତି, ସେମାନେ ଯୋଉ ପଇସା ନଉଛନ୍ତି, ଅପେରା ଯାଜ୍ଞସେନୀ ସେଇ ପଇସା ନିଏ। ମାନେ କେତେ ଟଙ୍କା ନିଏ ଟିକେ କହିଦଉନାହାନ୍ତି? ମୁଁ କହିଲି ବା, ଗୋଟେ କି 10 ଲକ୍ଷ କି 5 ଲକ୍ଷ କି କେତେ ଲକ୍ଷ ଟିକେ କହିଦଉନାହାନ୍ତି? ଏତେ ପଇସା ନାହିଁ ସେଥିରେ। ଯାତ୍ରା ଗୋଟେ ଦିନ ଯଦି କରିବ, ସେଇ 3 ଲକ୍ଷ, 3.5 ଲକ୍ଷ, କି 3 ଲକ୍ଷ 20, ଆପଣ କେତେ ନିଅନ୍ତି ତା ଭିତରେ? ଆଚ୍ଛା। କମିଟି ଦେଖିକି କୋଉଠି ଫ୍ରି ଶୋ, କୋଉଠି କଣ୍ଟାକ୍ଟ ଶୋ, କୋଉଠି କେତେ ଡିଷ୍ଟାନ୍ସ, ଆଉ ଏସବୁ ମ୍ୟାନେଜର ମାନେ ବେଶୀ ଜାଣିଛନ୍ତି। ଲାଭ କେତେ ହୁଏ? ଲାଭ ନାହିଁ ବା, ଗୋଟେ ଜିନିଷ ଯାତ୍ରା ପାର୍ଟିରେ ନାହିଁ, ଜମା ଲାଭ କରୁନାହାନ୍ତି ଆପଣ? ଶୁଣ, ମିଛ କାହିଁ କହୁଛନ୍ତି, ସତ କହିଦଉନାହାନ୍ତି। ଯାତ୍ରା ପାର୍ଟିରେ
ଯଦି ଲାଭ କରିଥାନ୍ତି ହୁଁ ତାହେଲେ ମୁଁ କଳାକାର ଅଛନ୍ତି ବି ଆଜିକା ଡେଟ୍ରେ ହୁଁ ଆମେ କଳାକାରଙ୍କୁ ଆର ବର୍ଷ ପଇସା ଦବା କଷ୍ଟ ହେଇଯାଉଛି। ମାନେ ବୁଝିପାରୁଛନ୍ତି, ହୁଁ ଯୋଉ କଳାକାର ମାନେ ଆମ ପାଖରେ ବୁକିଂ ହୁଅନ୍ତି ହୁଁ ବର୍ଷକର ପୂର୍ବରୁ ସେମାନେ ପଇସା ନେବେ, ବୁକିଂ କରିବେ, ଯାତ୍ରାପାଟି ଆପଣ କରିପାରିବେନି। ଯଦି ଆମର ଲାଭ ହୁଅନ୍ତା ହୁଁ ଆମେ ଆର ବର୍ଷକୁ କଳାକାର ରଖିମୁ, ଏ ବର୍ଷ ପଇସା ଦେବୁ ଯାତ୍ରାପାଟି ଏଇ ସଂସ୍ଥା, ମାନେ ଏମିତି ସିଷ୍ଟମେଟିକ ଯାତ୍ରାପାଟି ମାଲିକ ମାନେ କରୁଛନ୍ତି। ଆମେ କରିନୁ, ଆମେ ତାଙ୍କ ସିଷ୍ଟମରେ ଯାଇକି ଆମେ ଯାତ୍ରାପାଟିରେ ଲସ୍ କରୁଛୁ। ଆଚ୍ଛା ବୁଝିପାରୁନାହାନ୍ତି। ଯଦି ରୁଦ୍ର ରହିବ ମୋ ପାଖରେ ଏ ବର୍ଷ, ହୁଁ ମୋତେ 2028 ପାଇଁ ରୁଦ୍ରକୁ ଆଣିବାର ଅଛି, ହୁଁ ମୋତେ 27ରୁ ପଇସା ଦେବାକୁ ପଡ଼ିବ ମାନେ କଳାକାର ମାନଙ୍କୁ। କଳାକାର ମାନଙ୍କୁ, ଯୋଉମାନଙ୍କୁ ଆଣିଲେ ବେପାର ହବ। ଆଚ୍ଛା ଆଉ ଏଠି ସୋ କଲ୍ ଆମ ଯୋଉ କମିଟି ବନ୍ଧୁ ମାନେ କୁହନ୍ତି ହଁ ଯେ ଆପଣ ମାନେ ରେଟ୍ ବଢ଼େଇ ଦେଲେ, ସେ କମିଟି ବନ୍ଧୁ ମାନେ କହିବେ ହୁଁ ଏ ପାର୍ଟିରେ କିଏ କଳାକାର ଅଛନ୍ତି, କାହାକୁ ଦେଖିକି ଆମେ ପାର୍ଟି ନେବୁ। ସିଷ୍ଟମ ଯୋଉ ପର୍ଯ୍ୟନ୍ତ ଚେଞ୍ଜ ନ କରିବେ ହୁଁ ଏସବୁ ଏ ସିଷ୍ଟମ ଲାଭ କିଏ ଆସିବନି। ବନେଇଛି ଏସବୁ ସିଷ୍ଟମ? ସିଷ୍ଟମ ଆଗରୁ ଯୋଉ ପୁରୁଣା ମାଲିକ ମାନେ ହୁଁ ରହିଲେ ସବୁ ସିଷ୍ଟମ ତିଆରି କରି ରଖିଛନ୍ତି। ଆଚ୍ଛା ଆଉ ସେ ସିଷ୍ଟମରେ ଆମେ ଯୋଉ ଭଳିଆ କାନକୁଆ ମାଲିକ ମାନେ ପଶିଛୁ, ହୁଁ ଶୁଣିକି ଯେ ଯାତ୍ରାପାଟିରେ ଲାଭ ଅଛି, ପଶିଛୁ ଆଉ ଫସିଛୁ, ନା ଆଗକୁ ଯାଇପାରୁଛୁ ନା ଆଉ ଫେରି ପାରୁଛୁ। ଏଇଥିପାଇଁ ଫେରି ପାରୁନୁ, ଗୋଟେ ହ୍ୟୁଜ୍ ଇନଭେଷ୍ଟମେଣ୍ଟ ପଶିଯାଇଛି। ହୁଁ ଯଦି ଫେରୁଛୁ ସେ ଯୋଉ ରୋଡକୁ ଫେରିବୁ, ମାନେ ଆମର ଯାହା ଗଲା ଗୋଟେ ଡଙ୍ଗାରେ ସେତିକି ପଇସା ପୂରେଇକି ତାକୁ ଠେଲିଦଲ ଡଙ୍ଗାକୁ ବୋଲି ଭସେଇଦବା। ଭସେଇଦବା। ଆଉ ଯେପର୍ଯ୍ୟନ୍ତ ଆମ ହୋପ୍ ଅଛି ଯେ ନାଇଁ ଏ ଇୟର ନହେଲେ ଆର ଇୟର ଆସିବ। ହୁଁ ଆଉ ନିଶ୍ଚିତ ଅନ୍ କ୍ୟାମେରା ଆମେ ବି କହୁଛୁ, ଯାତ୍ରାପାଟିରେ ନୂଆ ରେଭୁଲେସନ ଆଣିମୁ ଆମେ। ଯୋଉମାନେ ୟଙ୍ଗ ଅଛୁ, ଯୋଉମାନେ ଆଗକୁ ଆସିବେ, କଳା ସଂସ୍କୃତି ବଞ୍ଚେଇ ରଖିବା ପାଇଁ ହୁଁ ତାକୁ ଗୋଟେ ଚେଞ୍ଜେସ୍ ଦରକାର। ହୁଁ ଆଉ ସେ ଚେଞ୍ଜେସଟା ଖୁବ୍ ଶୀଘ୍ର ଆସିବ। ଠିକ ଅଛି। ଏବେ ଆପଣଙ୍କର କୋଉ ବହି ଚାଲିଛି? ଏବେ ଚାଲିଛି ସନାତନୀ। ସନାତନୀ। କଣ ଏ ବହିର ମାନେ କଣ? ଆଉ ନାଇଁ ନାଇଁ ଗୋଟାଏ ବହି ନାହିଁ, ଶୁଣ, ଆଚ୍ଛା ଏବେ ଆମର 3ଟି ବହି ଚାଲିଛି। ଆଚ୍ଛା ଯଦି କଣ କଣ? ଆଜି କୋଉ ବହି ଚାଲିଛି ମତେ କହିଲ, ମୁଁ କହିଲି ସନାତନୀ। ଓକେ 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 ଠିକ ଅଛି। ମୋର ଏ ବର୍ଷ ତିନିଟା ବହି ଅଛି। ହୁଁ ତିନିଟାଙ୍କ ବହି କିଏ କାହାକୁ କମ୍ ନୁହନ୍ତି। ହୁଁ ତିନିଟା ଯାକ ପାରିବାରିକ ନାଟକ। ହୁଁ ଆଉ ଗୋଟେ ଆମ ସଂସ୍କୃତି ଆମ ଧର୍ମକୁ ନେଇ ଗୋଟେ ନାଟକ, ହୁଁ ସେ ହେଉଛି ସନାତନୀ। ସନାତନୀକୁ ଆମେ ଗୋଟେ ବର୍ଷ ପୂର୍ବରୁ ତାର ରାଇଟରଙ୍କ ସହିତ ଲେଖା, ହୁଁ ଡାଇରେକ୍ସନ ଯିଏ ଆମର ଦେଇଛନ୍ତି ମହେଶ ହାଜିରା ଆଉ ହୁଁ ଅରୁଣ ନାୟକ, ହୁଁ ସନାତନୀ ନାଟକ କରାହେଇଥିଲା। ଓକେ ସେଥିପାଇଁ ସେ ପ୍ରଚାର ପ୍ରସାର ଟିକେ ଆଗରେ ଅଛି। ଓକେ ମହାପୁରୁଷ ଆଉ ଯାଜ୍ଞସେନୀ, ହୁଁ ଯାଜ୍ଞସେନୀଙ୍କ ନାଁରେ ଗୋଟେ ନାଟକ ହେଇଛି, ଓକେ ପଶାପାଲିରେ ଯାଜ୍ଞସେନୀ। ତିନିଟି ଯାକ ନାଟକ କେହି କାହାକୁ କମ୍ ନୁହନ୍ତି। ଏ ବର୍ଷ 3ଟି ନାଟକ, ପଶାପାଲିରେ ଯାଜ୍ଞସେନୀ, ମହାପୁରୁଷ ଆଉ ସନାତନୀ। ହୁଁ ଏ ଯୋଉ ସନାତନୀକୁ ନେଇକି ମୋ ମନକୁ ଗୋଟେ ପ୍ରଶ୍ନ ଆସିଯାଉଛି। ମୁଁ ରିସେଣ୍ଟଲି ଦେଖିଥିଲି ଗଣମାଧ୍ୟମରେ ଆପଣଙ୍କର ଯାଜପୁର ରୋଡରେ ସନାତନୀର ବହି ଚାଲୁଥାଏ। ଦର୍ଶକ ମାନଙ୍କ ଭିତରୁ କିଏ ଚେୟାର ପକାଡ଼ିଥିଲେ ଆପଣଙ୍କ କଳାକାରମାନଙ୍କ ଉପରକୁ। ପ୍ରକୃତରେ ଏ ଯୋଉ ଚେୟାର ଫପଡ଼ା ନୀତି, ଚେୟାର ଫପଡ଼ା ହୁଏ କଳାକାରମାନଙ୍କ ଉପରୁ, ଏଇଟା କ'ଣ ପ୍ରାୟୋଜିତ ଥାଏ ନା କଳାକାରମାନଙ୍କ ଉପରୁ ସତରେ ଦର୍ଶକମାନେ ଚେୟାର ଫୋପାଡ଼ନ୍ତି? ନାଇଁ, ଯୋଉଟା ଠିକ କଥା କହିଲେ, ମୁଁ ବି ବହୁତ କମେଣ୍ଟସ୍ ପାଉଛି ଆଉ କମେଣ୍ଟସ୍ ଶୁଣୁଛି ମଧ୍ୟ। ହୁଁ ଯେ ତମର କହିବା କଥା, ଡାଇରେକ୍ଟ ପଚାରିବା କଥା ଯେ ଭାଇ ସେଟା ଆପଣଙ୍କ ସଂସ୍ଥା ଯୋଉ ନାଇଁ ନାଇଁ ଚେୟାର, ନାଇଁ, ମୁଁ ଆପଣଙ୍କ ସଂସ୍ଥାକୁ ଦେଖିକି କହୁନି, ଆମେ ବହୁତ ଜାଗାରେ ନାଇଁ ଦେଖୁଛୁ। କୋଉଠି କିଏ ଫୋପାଡୁଥିବେ ମୁଁ ହଁ କହିପାରୁନି, ହଁ କିନ୍ତୁ ସନାତନୀ ନାଟକଟା ମୁଁ ହୁଁ ତମକୁ ରୁଦ୍ର ବି ମାନେ ଅନୁରୋଧ, ହୁଁ ଭୁବନେଶ୍ୱରରେ ଯାତ୍ରା ପଇଲେ ହୁଁ ତମେ ନାଟକଟି ଯାଇ ଦେଖିବ। ଠିକ ଅଛି। ଯିଏ କହୁଛନ୍ତି ହୁଁ ଯେ ବହୁତ ଲୋକ ବି ଆଲିଗେସନ ଲଗାଉଛନ୍ତି ଯେ ନାଟକଟି ମାଲିକ ନିଜେ ଚେୟାର ଫୋପାଡ଼ିଛନ୍ତି। ହୁଁ ମୋ ସେମାନଙ୍କୁ ଉତ୍ତର, ହୁଁ ଯେ ମୁଁ 3 ବର୍ଷ ପୁରେଇ 4 ବର୍ଷ ଚାଲିଛି ଯାତ୍ରାପାଟି ମୋର। ମୁଁ ଆଗରୁ ଚେୟାର ଫୋପାଡ଼ିବା ମୋର ଅଭ୍ୟାସ ଥିବ, ସେଥିପାଇଁ ଯୋଉ ଆଣ୍ଟିସିଡେଣ୍ଟ ଯୋଉ କୁହନ୍ତି ମୋର ଆଗରୁ ଥିବ ନା ଅଭ୍ୟାସ। ଯଦି ମୁଁ 3 ବର୍ଷ ପୂର୍ବରୁ ମୁଁ ହୁଁ କ'ଣ ଚେୟାର ପକେଇକି ମୋ ଯାତ୍ରାପାଟିକି ହାଇଲାଇଟ୍ କରିଛି କି? ଆମର ସେଥିରେ କିଛି ଲେନଦେନ ନାହିଁ। ହୁଁ ସେ ଚେୟାର ପକେଇବା ପାଇଁ ମୋର ଗୋଟେ ଦିନ ପ୍ରଶାସନ ନାଟକ ବନ୍ଦ କରିଦେଲେ। ହୁଁ ତାହେଲେ ମୁଁ କ'ଣ ଜାଣି ଶୁଣି ନାଟକ ବନ୍ଦ କରିଦେଲି?
ମୋର ସନାତନୀ 3 ରାଇଟ୍ ହବା କଥା 2 ଦିନ ହେଲା ଗୋଟେ ଦିନ ବନ୍ଦ ହେଇଗଲା ମହାପୁରୁଷ ହେଲା। ତ ନାଟକଟା ସେଇଭଳିଆ ହେଇଛି। ଆଚ୍ଛା ହଁ ବହୁତ ଲୋକ କମେଣ୍ଟସ୍ ଦେଇଦେବା, ସୋସିଆଲ ମିଡ଼ିଆ ରିଲ୍ସ ଦେଖୁ ଦେଖୁ କାଟିଦେବା, କିନ୍ତୁ ସନାତନ ନାଟକ ସେ ସନାତନ ନାଟକଟା ମେକିଂ ସେମିତି ହେଇଛି, ତା ଭିତରେ ସେମିତି ଷ୍ଟୋରି ଅଛି। ହୁଁ ନାଟକ ଦେଖିଲେ ହୁଁ। ଯଦି ତମେ ତମ ଧର୍ମକୁ ଭଲ ପାଉଥିବ, ହୁଁ। କୋଉଠି ନା କୋଉଠି ଧର୍ମ ପ୍ରତି ତମର କୋଉଠି ନା କୋଉଠି ଥିବ, ରୋମ ମୂଳ ଟାଙ୍କୁରି ଉଠିବ। କଣ ଅଛି ନାଟକ ଭିତରେ? ନାଟକ ଭିତରେ ଏବେ ଯାହା ସମାଜରେ ଚାଲିଛି, ଆଚ୍ଛା ଆମ ଧର୍ମକୁ ନେଇକି ଯୋଉ ଖେଳବାଡ଼ ହଉଛି, ସେ ଷ୍ଟୋରିଟା ପୁରା ଆମ ନାଟକ, ଆମ ଯିଏ ନାଟକ ଦେଖିଲେ ନିଜକୁ ସମସ୍ତେ ଟାଣି ନେଇଯିବେ ସେ ଜାଗାକୁ। ହୁଁ ସେ ନାଟକ ଏମିତି ମେକିଂ ହେଇଛି। ହୁଁ ଆଉ ସେ ନାଟକ ଲାଷ୍ଟ ହୁଁ ଯାଏଁ ଦେଖିବେ 100% 50% ପିଲା ୟଙ୍ଗ ଥିବେ, ଜେଏନଜି ପିଲା ଦେଖୁଥିବେ। ସାଧାରଣତଃ ନାଟକ ଦେଖିବାକୁ ୟୁଥ୍ ମାନେ ମେଲୋଡି ପରେ ପଳାନ୍ତି, ହୁଁ। ସବୁ ବୟସ୍କ ମାନେ ସିନିୟର ଲୋକମାନେ ମାନେ ନାଟକ ଦେଖନ୍ତି। ଦେଖିବାକୁ ପସନ୍ଦ କରନ୍ତି। କିନ୍ତୁ ଏ ନାଟକ ସିନିୟର ମାନେ ବି ଦେଖିବେ, ଆଉ ଆମ ବୟସର ପିଲା ବି ଦେଖିବେ, ଦେଖିବାକୁ ବାଧ୍ୟ ହେବେ। ନାଟକରେ ଏମିତି ହେଇଛି, ଆଉ ସମସ୍ତେ ତାଙ୍କ ନାଟକକୁ ପ୍ରମୋସନ କରୁଛନ୍ତି। ଆପଣ ଭାବୁଥିବେ ମୁଁ କ୍ୟାମେରା କରୁଛି ହୁଁ ପ୍ରମୋସନ ପାଇଁ କହୁଥିବି, ନାଟକ ଦେଖିଲା ପରେ କମେଣ୍ଟସ୍ ଦେବେ। ସେମିତି ଭାଷ୍ଟ ହେଇକି କାହା କଥା ଶୁଣିକି ସମସ୍ତେ କହୁଛନ୍ତି ଏ ନାଟକ ଏଇଆ ହେଇଥିବ। ଯେଉଁମାନେ କହିଦେଉଛନ୍ତି ସେମାନଙ୍କୁ ମୋର ମାନେ ଲୁଜ୍ ଷ୍ଟକ୍ ଯେଉଁମାନେ କରୁଛନ୍ତି, ମୁଁ କହୁନି ଯେ ତମେ କୁହ ନା, ନାଟକକୁ ଦେଖ ଆଉ ତାକୁ ବୁଝିବାକୁ ଚେଷ୍ଟା କର। ଜଣେ ନାଟକ ତିଆରି କରୁଛନ୍ତି, ସବୁ ଅଲଗା ଅଲଗା ନାଟକ, ଏଥିରେ ମୋତେ ଶୁଣିବାକୁ ପଡୁଛି ନାଟକ ପାଇଁ। ହୁଁ ସନାତନ ନାଟକ କଲେ ମୁଁ ଯେତିକି ପଇସା ନେଉଛି, ମହାପୁରୁଷ କଲେ ସେତିକି ପଇସା ନେଉଛି, ହୁଁ ପଶାପଲ୍ଲୀ ଯାଜ୍ଞସେନୀ କଲେ ସେତିକି ପଇସା ନେଉଛି। ହୁଁ ସନାତନୀ ପାଇଁ ମୁଁ ଚେୟାରରେ ରେଟ୍ ଆମର ଟିକେଟ ରେଟ୍ ନା ଟଙ୍କାଟେ କମଉଛି ନା ଟଙ୍କାଟେ ବଢ଼େଇଛି। କିନ୍ତୁ ସନାତନୀ ନାଟକ ମୋର ଏଇଥିପାଇଁ ଲାଗୁଛି, ମୁଁ ଜଣେ ସନାତନୀ। ମୋତେ ବହୁତ ଲୋକ କହିଛନ୍ତି ଅଲଗା ଅଲଗା ୱେରେ ପଲିଟିକାଲ ଯେହେତୁ ଆମେ ଅଛେ, ସବୁ ଜିନିଷ ସବୁ ଗୋଟେ ଜାଗାରେ ତୋଳେଇଲେ ହବନି। କୋଉଠି ନା କୋଉଠି ଆମ ଧର୍ମ ପ୍ରତି, ଆମ ଆସ୍ଥା ପ୍ରତି, ନିଜ ପ୍ରତି ନିଜର କିଛି କର୍ତ୍ତବ୍ୟ ଅଛି, ଯୋଉଟା ଆମେ କରିପାରୁନୁ। ଆମ ହାତରେ ଯୋଉଟା ଅଛି ନାଟକ ଅଛି, ମୁଁ ଜଣେ ଯାତ୍ରାପାର୍ଟି ମାଲିକ, ମୁଁ ସେଟାକୁ ନାଟ୍ୟ ରୂପାନ୍ତର କରି ଦେଖେଇଛି। ଆପଣ ଦେଖନ୍ତୁ ସନାତନୀ ନାଟକ ଦେଖିଲା ପରେ ଆପଣ ନିଶ୍ଚିତ ତମ ଭିତରେ ରେଭୁଲେସନ ଚେଞ୍ଜେସ୍ ଆସିବ। ହୁଁ ଆଉ ସେ ଚେଞ୍ଜେସଟା ଯଦି ଓଡ଼ିଶା ସାରା ମୋ ପାର୍ଟି 100 ରାତି 200 ରାତି ସନାତନୀ ନାଟକ କରେ, ଆଉ ମୁଁ ଯଦି 100 200 300 ଜଣ ଲୋକଙ୍କୁ ଚେଞ୍ଜେସ୍ ଆସିଗଲା, ମୁଁ ସାଟିସ୍ଫ୍ୟାକ୍ସନ୍। ମୁଁ ପଇସା ପାଇଁ ସନାତନୀ ନାଟକ କରିନି, କାରଣ ମୁଁ ତ 3ଟା ନାଟକ କରିଛି। ସନାତନରେ କିଏ କିଏ କଳାକାର ସବୁ ଅଛନ୍ତି? ସନାତନରେ ମେନ୍ ଲିଡ୍ରେ ଅଛି ଲରେନ୍ସ ହୁଁ ହିରୋ ଭୂମିକାରେ, ହୁଁ ହିରୋଇନ୍ ଅଛି ତମସା, ହୁଁ ମେନ୍ ଭିଲିଆନ୍ ଅଛି ସନ୍ଦୀପ, ହୁଁ ସେଥିରେ ଅଛି ଟୁକୁନା ଭାଇ, ଟୁକୁନା ହୁଁ ଲିପି, ସେ ବି ମେନ୍ରେ ଅଛନ୍ତି। ହୁଁ କମେଡ଼ିଆନ୍ ଅଛନ୍ତି ଆମର କାଳିଆ ଷଣ୍ଢ, ହୁଁ ନୀତି ଆନା, ହୁଁ ଆଉ କ୍ୟାରେକ୍ଟର ରୋଲ୍ ଲିଜା ମଦର ଅଛି। ହୁଁ ହିରୋଇନ୍ ବି ଆଉ 2 ଜଣ ହିରୋଇନ୍ ଅଛନ୍ତି, 2ଟା ରକି ହିରୋ ଅଛି। ହୁଁ। ବହୁତ ଭଲ ଭଲ ଷ୍ଟାଫ୍ ଅଛନ୍ତି। ଏଇ ଯୋଉ ଆପଣ କହିଲେ ସନାତନୀ ପାଇଁ, ସନାତନୀ ବହି ପାଇଁ ଲରେନ୍ସ କେତେ ଟଙ୍କା ନେଇଛନ୍ତି? କାହାର ପର୍ସନାଲ, କାହାର ବଜେଟ୍, ହୁଁ ତଥାପି ଗୋଟେ ଆନୁମାନିକ ବଜେଟ୍ ଆମକୁ କହିଦିଅନ୍ତୁ। ସନାତନୀ ପାଇଁ ନାହିଁ, ଆନୁଆଲି ସେମାନେ ନିଅନ୍ତି, ହଁ ବର୍ଷକ ପାଇଁ ନିଅନ୍ତି। ବର୍ଷକ ପାଇଁ। ସେ କ୍ୟାମେରା ଆଗରେ ସେ ଯେହେତୁ ଇଏ କଥା, କିନ୍ତୁ ହୁଁ ଲରେନ୍ସ ଜଣେ ଆଗ ଧାଡ଼ିର କଳାକାର। ହୁଁ ନିଶ୍ଚିତ ଭାବରେ ସେ ବହୁତ ଜଣେ ଚର୍ଚ୍ଚିତ, ବହୁତ ସୁପରିଚିତ କଳାକାର ସେ ଜଣେ। ସେ ଯୋଉ ପାର୍ଟିରେ ଆର ବର୍ଷ ଥିଲେ, ହୁଁ ତାଙ୍କର ପେମେଣ୍ଟ ଏଠି ହାଇକ୍ କରିକି ଆସୁଛନ୍ତି। ଓକେ। ଆଉ ତଥାପି ସେଟା ମତେ ମୋ ପାର୍ଟିର ରେଟ୍ କହିଲେ ମୁଁ କହିପାରିବି, କିନ୍ତୁ ଜଣେ କଳାକାରଙ୍କର କେତେ ଦରମା ହୁଁ ସେଟା ତାଙ୍କ ବିନା କନସେଣ୍ଟରେ କହିହବନି, କହିବା ବି ଆମ ଦ୍ୱାରା ସମ୍ଭବ ନୁହେଁ। ଠିକ ଅଛି। ସନାତନୀ ବହି ପାଇଁ କେତେ ଟଙ୍କା ଆପଣ ନେଉଛନ୍ତି ବର୍ତ୍ତମାନ? ସନାତନୀ ପାଇଁ ଯେତିକି ନଉଛୁ, ହୁଁ ମହାପୁରୁଷ ପାଇଁ ସେତିକି ଟଙ୍କା ନଉଛୁ, ହୁଁ ପଶାପାଲିରେ ଯାଜ୍ଞସେନୀ ପାଇଁ ସେତିକି ଟଙ୍କା ନଉଛୁ। ଠିକ ଅଛି। ସନାତନୀ ଆଜି ପର୍ଯ୍ୟନ୍ତ କେତେ ରାତି ବହି ଗଲାଣି? ହଁ, ସନାତନୀ ମୋର ଏଇଟା ଲାଗି 5ଟା କ୍ୟାମ୍ପରେ, ହଁ ସବୁ କ୍ୟାମ୍ପରେ ମିନିମମ୍ 2 ନାଇଟ୍, ହଁ ଗୋଟେ ଜାଗାରେ 3 ନାଇଟ୍,
ହଁ ଆଉ ଗୋଟେ ଜାଗାରେ ପୁରା 4 ସନାତନୀ କରିଛି। ପାଖାପାଖି 15-20ଟା ଆପଣଙ୍କର ବହି ହେଇଗଲାଣି। ହଁ 20ଟା 5ଟା 6ଟା କ୍ୟାମ୍ପ ଭିତରେ ସନାତନୀ 15-20 ଦିନ ହେଇଯିବ। 20 ଦିନ ହେଇଗଲାଣି। 20 ଦିନରେ କେତେ ଟଙ୍କା ଇନକମ୍ କରୁଛନ୍ତି? ସନାତନୀର ନିଶ୍ଚିତ ଭାବେ ଯେହେତୁ ନାଟକଟା ଟିକେ ଟ୍ରେଣ୍ଡିଂରେ ଅଛି, ହଁ ଏ ନାଟକଠୁ 20% ମାର୍ଜିନ୍ ହାଇକ୍ରେ ଆସୁଛି ସେ। ହୁଁ ହଁ। ପ୍ରଫିଟ୍ କରୁଛନ୍ତି ତ? ନାଇଁ ନାଇଁ ପ୍ରଫିଟ୍ ଏଇଟା ବା ଡାଉନଫଲଟା, ଏ ସମୟଟା ହୁଁ ଲାଭ ହବନି, ହୁଁ କାରଣ ଏଇଟା ବର୍ଷା ଦିନ। ସନାତନୀ ଆପଣଙ୍କୁ ପ୍ରଫିଟ୍ ଦେଇଛି ତ ଆଉ ଅଲଗା ଦୁଇଟି ନାଟକ ଅପେକ୍ଷା? ନିଶ୍ଚିତ ରୂପେ ସନାତନୀ ମାଇଲେଜ ଦେଇଛି। ଓକେ ପ୍ରଫିଟ୍ ବା ମତେ ଆପଣ ବୁଝିପାରିଲେନି, ସନାତନୀ ପ୍ରଫିଟ୍ ଆଉ ଲସ୍ରେ ନାହିଁ। ହୁଁ ସନାତନୀ ଯଦି ବିଜନେସ୍ ନ ହୁଏ ବି ମତେ କିଛି ଚିନ୍ତା ନାହିଁ। ହୁଁ ମୁଁ ଅଲରେଡ଼ି 3 ବର୍ଷ ହେଲା ଲସ୍ରେ ଅଛି, 4ଥ ବର୍ଷ ଆଉ ଗୋଟେ ମୋ ଆସ୍ଥାକୁ ନେଇକି ଯିବ। ହୁଁ ବୁଝିପାରିଲେ କି? ହୁଁ ସନାତନୀ ଏଇଠି ଅଛି, ହୁଁ ଏଇଠୁ କିଏ ବାହାର କରିପାରିବେ ସନାତନୀ କି? ଆଜ୍ଞା। ମୁଁ ଯାତ୍ରା ନ ଦେଖିବା ଲୋକ, କିନ୍ତୁ ମୁଁ 2 ନାଇଟ୍ ନିଜେ କମ୍ପ୍ଲିଟଲି, ମୁଁ ମିଛ କହେନି, ମାନେ ମୁଁ ଏମିତି ମିଛ କହିବାକୁ ଭଲ ପାଏନି। ମୁଁ ଆଜି ପର୍ଯ୍ୟନ୍ତ ମୋର ନାଟକ କେବେ କୋଉଟା ମୁଁ ଦେଖିନଥିଲି। ପଶାପାଲିରେ ଯାଜ୍ଞସେନୀ ଆଉ ନାଟକ ମହାପୁରୁଷ ଗୋଟେ ନାଇଟ୍ ଦେଖିଛି, ଆଉ ସନାତନୀ 2 ନାଇଟ୍ ଦେଖିଥିଲି, ପୁଣି 3ୟ ନାଇଟ୍ ବି ଦେଖିଛି ପୁରା ଫୁଲ୍, ଫାଷ୍ଟରୁ ନେଇକି ଲାଷ୍ଟ ପର୍ଯ୍ୟନ୍ତ। ମୋ ଯାତ୍ରା କ୍ୟାରିୟର ଭିତରେ ମୁଁ କେବେ ଦେଖିନଥିଲି, ଆଉ ଫାଷ୍ଟ ଟାଇମ୍ ସନାତନୀ ମୁଁ 3 ନାଇଟ୍ ନିଜେ ଦେଖିଲିଣି। ଠିକ୍ ଅଛି, ତାହେଲେ ସନାତନୀ ପାଇଁ ମୋର ଶେଷ ପ୍ରଶ୍ନ ରହିବ, ଆମ ଦର୍ଶକମାନଙ୍କୁ କ'ଣ ଅନୁରୋଧ କରିବେ? ମୁଁ ଦର୍ଶକ ବନ୍ଧୁମାନଙ୍କୁ ଅନୁରୋଧ କରୁଛି, ଯେଉଁମାନେ ୟୁଥ୍ ଅଛନ୍ତି ସେ ତ ସନାତନୀ ଦେଖିବାକୁ ନିଶ୍ଚିତ ଯାଆନ୍ତୁ। ମୋର ଗୁରୁଜନମାନଙ୍କୁ ଅନୁରୋଧ, ଆପଣମାନେ ଆପଣଙ୍କ ପରିବାର ନେଇକି ଯାଆନ୍ତୁ, ଆଉ ନିଶ୍ଚିତ ରୂପେ ଆପଣ ନାଟକଟି ଦେଖିଲା ପରେ ସେଠି ଶିଖିଲା ଭଳି ଜିନିଷ ଦେଖିକି ଆସିବେ, ଯେଉଁଟା ଆପଣ ଆପଣଙ୍କ ପିଲାମାନଙ୍କୁ କହିପାରୁନାହାନ୍ତି। ଆଜିକା ଡେଟ୍ରେ ଯେଉଁଟା ଆପଣଙ୍କ ମନରେ ଅଛି, ଗୋଟେ ପିଲାକୁ ଡାଇରେକ୍ଟ କହିପାରୁନାହାନ୍ତି, ଦେ ବାପା ତୁ କଟକ ଭୁବନେଶ୍ୱର ଯାଉଛୁ କି ବମ୍ବେ ଦିଲ୍ଲୀ, ସମସ୍ତ ପିଲାଙ୍କୁ ବାହାରେ ପଢ଼ଉଛନ୍ତି ନା, ତୁ ଏମିତି କିଛି ଭୁଲ କରିବୁନୁ ଯେଉଁଟାକି ତୋ ପରିସ୍ଥିତି ଏମିତି ଖରାପ ହେଇଯିବ ଯେ ଆଉ ଚାହିଁଲେ ବି କେହି କିଛି କରିପାରିବେନି। ଆର ଅର୍ଥ ଆମ ଧର୍ମକୁ ନେଇକି ଆମେ ଡାଇରେକ୍ଟ ଏଥିରେ କହିଲେ ମୋତେ କିଛି ମାନେ ଇଏ ନାହିଁ, ଏ ନାଟକଟି ପୁରା ଆମ ଧର୍ମକୁ ନେଇକି ହେଇଛି। ଆଉ ଗୋଟେ ପରିବାରରେ ଯେତେବେଳେ ଆପଣ ନେଇ ଦେଖେଇବେ, ଆପଣ ପିଲାମାନଙ୍କୁ ଯେତେବେଳେ ଯେଉଁଟାକୁ ପିଲାକୁ ମୁହଁରେ କହିପାରୁନାହାନ୍ତି, ନାଟକ ଦେଖିଲେ ପିଲାଟି ବୁଝିଯିବ। ଆମ ଧର୍ମ ପ୍ରତି ମୁଁ ତମକୁ ଗୋଟେ ପ୍ରଶ୍ନ, ତମେ ଏତେ ବୁଲୁଛ, ଆମ ଧର୍ମର ପିଲାମାନେ ସେତିକି କନସିୟସ୍ ଅଛନ୍ତି କି ଆମ ଧର୍ମ ପ୍ରତି? କୋଉଠି ତ କୋଉଠି ନୁହେଁ, ମୁଁ ଆନ୍ସର ଦେବି। ସେଇଟା ଏ ନାଟକ ଦ୍ୱାରା ଆମେ ଏଇଟା ତିଆରି କରିଛୁ, ଏଇଟା ଦେଖେଇଛୁ। ନାଟକ ଦେଖି ସାରିଲା ପରେ ଆମ ଧର୍ମ ପ୍ରତି କନସିୟସ୍ ଆସିଯିବ, ଯେଉଁଟା ଆମର ମୂଳ ଉଦ୍ଦେଶ୍ୟ। ଏବେ ବୁଲେଇ ବାଙ୍କିକି ମୁଁ କହିବାକୁ ଚାହୁଁନି, ସନାତନୀ ନାଟକ ଦେଖିଲେ ଆମ ଧର୍ମ ପ୍ରତି ଯେଉଁ ଭଲ ପାଇବା, ଯେଉଁଟା କୋଉଠି ନା କୋଉଠି ୟୁଥ୍ ମାନଙ୍କ ଭିତରେ ହଜି ଯାଇଛି, ସେଇଟା ବଢ଼ିଯିବ, ଆଉ ସେଇଟା ମୋର ଦରକାର। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ। ସନାତନୀ ପାଇଁ ଆପଣ ସନାତନୀ ବିଷୟରେ ଏତେ କିଛି କଥା କହିଲେ ଏବଂ ଆମ ଦର୍ଶକମାନଙ୍କୁ ମଧ୍ୟ କହିଲେ କି ଆପଣ ସନାତନୀ ଯାଇକି ଦେଖନ୍ତୁ। ଠିକ୍ ଅଛି, ଏବେ ଆଗକୁ ବଢ଼ିବା। ଯାତ୍ରା ଉପରେ ଆଉ 2ଟି ପ୍ରଶ୍ନ ମୁଁ ଛାଡ଼ି ଯାଇଥିଲି, ମୋ ମନକୁ ଏବେ ଆସିଲା, ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି। ଯାତ୍ରା ଆଉ ଅଶ୍ଳୀଳତା, ଏ 2ଟି କୋଉଠି ନା କୋଉଠି ଆଜି ପୁରା ସମଗ୍ର ଓଡ଼ିଶାରେ ବଢ଼ି ଯାଇଛି। ଯାତ୍ରାରେ ଅଶ୍ଳୀଳତା ଯଦି ଦେଖାଯାଉଛି, ତାହେଲେ ଯାତ୍ରା ଅଧିକ ପଇସା ରୋଜଗାର କରିବ। ଅଶ୍ଳୀଳତା ଏଇଥିପାଇଁ ଦେଖାଯାଉଛି ରୋଜଗାର କରିବା ପାଇଁ, ଏ କଥାକୁ ଆପଣ କେତେ ଦୂର ଚିନ୍ତା ମାନେ ଠିକ୍ ଭାବୁଛନ୍ତି? ନାଇଁ, ଅଶ୍ଳୀଳତା ମୋତେ କାହିଁ ଲାଗୁନି ଆଉ ନାହିଁ। ଏବେ ଦର୍ଶକ କନସିୟସ୍, ଯୋଉଠି ଅଶ୍ଳୀଳତା ହଉଛି ସେଇଠି ଅଧିକ ଲୋକ ହଉଛନ୍ତି, ସେଇଠି ହିଁ ଚେୟାର ଫୁଲ୍ ହଉଛି। ଏବେ ଆଉ ହଉନି, 2 ବର୍ଷ ତଳେ ଥିଲା। ଏବେ ଯୋଉଠି ଅଶ୍ଳୀଳତା ହଉଛି, ସେଠି ଫାଷ୍ଟ ନାଇଟ୍ ଯେତିକି ଲୋକ ହେଇଥିବେ, ତାପର ନାଇଟ୍ ଫାଙ୍କା, ଲୋକ ଆଉ ଆସୁନାହାନ୍ତି। ଆଚ୍ଛା, ହଁ, ପରିବର୍ତ୍ତନ ହେଲେଣି ଲୋକ। ଏବେ ଦର୍ଶକ ଭଲ ନାଟକ ଖୋଜୁଛନ୍ତି। ମୁଁ ତମକୁ କହିଲି, ଆଉ ଟିକେ ପୂର୍ବରୁ କହିଥିଲି ଯେ ଚେଞ୍ଜେସ୍ ଆସିବ, ଚେଞ୍ଜେସ୍ ଆସ୍ତେ ଆସ୍ତେ ଦର୍ଶକ ମାନେ ଚେଞ୍ଜେସ୍ ଆଣିବେ। ଯେଉଁ କଳାକାର ମାନେ ନିଜକୁ ତାଙ୍କର ଏହମିୟତ ବଢ଼େଇ ଦେଇଛନ୍ତି, ଦର୍ଶକଙ୍କ ପାଇଁ କଳାକାର, ଦର୍ଶକଙ୍କ ପାଇଁ ଯାତ୍ରାପାର୍ଟି, ଅଶ୍ଳୀଳତାର ପ୍ରଶ୍ରୟ ଦର୍ଶକ ଆଉ ଦଉନାହାନ୍ତି।
ଦର୍ଶକ ନଥିଲେ ଯାତ୍ରାପାଟି ତିଷ୍ଠିବ କେମିତି? ତିଷ୍ଠିବ କେମିତି? ତ ଆଉ ଅଶ୍ଳୀଳତାକୁ ଦେଖିବାକୁ ଯିବ କିଏ? ହୁଁ। ସେଇ ଟାଇପ୍ର ଲୋକ ହୁଁ। ସେଇ ଟାଇପ୍ର ଲୋକ ଆସ୍ତେ ଆସ୍ତେ ଆଉ ନାହାନ୍ତି। ଫାର୍ଷ୍ଟ ନାଇଟ୍ ଯାଇଥିବେ ଯଦି ଅଶ୍ଳୀଳତା କଲେ ସେକେଣ୍ଡ ନାଇଟ୍ ଆପଣଙ୍କର ବିଜନେସ୍ ହେବନି। ନାଇଁ ଏବେ ବି ଆମେ ଦେଖୁଛୁ ଅନେକ ଯାତ୍ରାପାଟିରେ ଅନେକ ଆସୁଛନ୍ତି, ଅନେକ ହିରୋଇନ୍ ଆସୁଛନ୍ତି, ଅଙ୍ଗ ପ୍ରଦର୍ଶନ କରୁଛନ୍ତି, କୋଉଠି କାନକୁ କାମୁଡ଼ି ଦଉଛନ୍ତି, କୋଉଠି ଆଉ କ'ଣ କରୁଛନ୍ତି, ଦୁନିଆ ଇଏ ଅଶ୍ଳୀଳତା ପ୍ରଦର୍ଶନ କରୁଛନ୍ତି। ନାଇଁ ସେ ଆମ ଆମ ଯାତ୍ରାପାଟି ଅପେରା ଯାଜ୍ଞସେନୀ ଯେହେତୁ ହୁଁ। ମ୍ୟାଡ଼ାମ୍ ସୁଦୀପ୍ତା ସିଂ ଯିଏ ଆର ପ୍ରଯୋଜିକା ଅଛନ୍ତି, ହୁଁ। ଆମର ଗୋଟିଏ ସମସ୍ତେ ଜାଣିଛନ୍ତି ଯାତ୍ରା ଦୁନିଆରେ ଆମ ଯାତ୍ରାପାଟିରେ ସେ ସିଷ୍ଟମ୍ ନାହିଁ। ଅଶ୍ଳୀଳତାକୁ ଆମେ ପ୍ରଶ୍ରୟ ଦେଇନୁ। ହୁଁ। ସେଥିପାଇଁ ତ ଆମେ ଯେଉଁ କହିଲି ଦରକାର ପଡ଼ିଲେ ରୋଡ଼କୁ ପଳେଇ ଆସିବେ। ତାହେଲେ ଆପଣ ବି କୋଉଠି ନା କୋଉଠି ମାନୁଛନ୍ତି ଯଦି ଅଶ୍ଳୀଳତା ଦେଖେଇଲେ ଅଧିକ ପଇସା ରୋଜଗାର ହବ। ରୋଜଗାର ହେଇଛି, ବିଗତ ହଁ। ଦିନରେ ହେଇଛି। ହୁଁ। ସେଇ ଟାଇମ୍ରେ ବି ଆମେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଇନୁ। ଆଚ୍ଛା। ଯେଉଁ ଟାଇମ୍ରେ ଥିଲା ଅଶ୍ଳୀଳତା ଲୋକ ହଉଥିଲେ ହୁଁ। ସେଇ ଟାଇମ୍ରେ ତ ହେଇନି। ଆଉ ଆମ ସଂସ୍ଥାରେ ଅଶ୍ଳୀଳତା ହୁଏନି, ଅପେରା ଯାଜ୍ଞସେନୀରେ ଅଶ୍ଳୀଳତା ହୁଏନି। ହୁଁ। ମୋର କହିବାର ଅର୍ଥ ହେଲା ଏଇଟା। ଯେତିକି ଯାତ୍ରାପାଟି ମାଲିକମାନେ ରହିଲେ ତାଙ୍କୁ ଆପଣ କ'ଣ ସଜେସନ୍ ଦେବାକୁ ଚାହିଁବେ? ଅଶ୍ଳୀଳତାକୁ ସେମାନେ ପ୍ରଶ୍ରୟ ଦିଅନ୍ତୁ ନା ନ ଦିଅନ୍ତୁ? ଦେଖନ୍ତୁ, ଯେଉଁ ଯାତ୍ରାପାଟି ମାଲିକମାନେ ରହିଲେ, ହୁଁ। ଯାତ୍ରାପାଟି ମାଲିକମାନେ ହିଁ ଆଜି ଯାତ୍ରାପାଟିଟାକୁ ଏମିତି ସିଷ୍ଟମ୍ କରିଦେଇଛନ୍ତି। ଆପଣ ଜାଣିଥିବେ ଆମର ଯାତ୍ରାପାଟିରେ ଆମର ଗୋଟେ ଯେମିତି ଥିଲା ସଂଘ ଥିଲା। ହୁଁ। କିଛି ଜଣ ମାଲିକ ଚକ୍ରବ୍ୟୂହ କରିକି କଳାକାରଙ୍କ ବୁଦ୍ଧିରେ ପଡ଼ିକି ପ୍ରେମରେ ପଡ଼ିକି ହୁଁ। ଆଜି ସଂଘଟିକୁ ଭାଙ୍ଗି ଦେଇଛନ୍ତି। ଆଚ୍ଛା। ନିଜ ସ୍ୱାର୍ଥ ଯେତେବେଳେ ପୂରଣ ନହେବ ସଂଘ ଭଙ୍ଗାଯିବ। ଆଜି ଯାତ୍ରା ସଂସ୍ଥା ସେ ବୁଝିପାରୁନାହାନ୍ତି ଯାତ୍ରା ତାଙ୍କ ବାପା ଗୋସାବାଙ୍କର ନୁହେଁ। କଳା ସଂସ୍କୃତି ହେଉଛି ଓଡ଼ିଆଙ୍କର ପ୍ରତୀକ। କଳା ସଂସ୍କୃତିକୁ ସେମାନେ ଠିକା ନେଇନାହାନ୍ତି ଯେ ତାକୁ ମନ ଇଚ୍ଛା ଯାହା ଚାହୁଁଛନ୍ତି କରିବେ। ଏବେ କିଛି ଦିନ ଚାଲିଛି, ବର୍ଷେ 2 ବର୍ଷ ଚାଲିବ, ଯାତ୍ରାପାଟି ମାଲିକମାନେ ହିଁ ଦାୟୀ ପ୍ରଥମେ। ଯାହା ଯେଉଁ ଚାଲିଛି ଆମ କଳା ସଂସ୍କୃତି ପ୍ରତି ଖେଳୁଆଡ଼ ଚାଲିଛି ପୁରୁଣା ମାଲିକମାନେ। ଯଦି ସଂଘ ଥାଆନ୍ତା ଆଜି ଟିକେଟ୍ ଦାମ୍ ବି ଆହୁରି କମନ୍ତା, କମିଟିମାନଙ୍କୁ ସୁବିଧାରେ ମିଳନ୍ତା, ନୂଆ କଳାକାରମାନେ ଚାନ୍ସ ପାଆନ୍ତେ। ସଂଘ ଥାଆନ୍ତା। ଆଉ ସଂଘଟାକୁ ଜାଣି ଶୁଣି କିଛି ପୁରୁଣା ମାଲିକ ଜାଣି ଶୁଣି ତାକୁ କୋମାରେ ପକାଇ ଦେଇଛନ୍ତି। ବୁଝିପାରିଲେ? ତ ମାଲିକ ହିଁ ଦାୟୀ। ମାଲିକମାନଙ୍କୁ କ'ଣ ମୁଁ ଗୋଟେ ଆଡ଼ଭାଇସ୍ କରିବି? ଯେଉଁ ମାଲିକମାନେ ଷଡ଼ଯନ୍ତ୍ରକାରୀ ସେଇମାନଙ୍କ ପାଇଁ ଆଜି ତ ଏ ଅବସ୍ଥା। ଯେଉଁ ରାନୀ ପଣ୍ଡା କହିଲେ କି ମୁଁ ଦାଣ୍ଡର ଭିକାରୀ, କଳାକାରମାନଙ୍କୁ ଆଉ ଗୋଟେ ସେ କୁକୁର ବୋଲି କହିଥିଲେ, ବାଧିଥିବ ତାଙ୍କୁ ସେତିକି। ମୁଁ କହିଲି ମାଲିକମାନଙ୍କର ଯଦି ଖାଲି ଦୋଷ ନାହିଁ, କୋଉଠି ନା କୋଉଠି ସତରେ କଳାକାରଙ୍କୁ ତମେ ଆଗୁଆ ପଇସା ଦବ, କୋଉଠି ତମେ ଆଗୁଆ ପଇସା ଆଣିବ? ଲୋକ ବି ଆମକୁ କହିବେ ତମେ କାହିଁ ଯାତ୍ରାପାଟି କରୁଛ, କିନ୍ତୁ ମୁଁ କହିଲି ଆମେ ତ ଭୁଲ କରୁଛୁ। ଆଉ ନାଇଁ ଏମିତି କିଛି ତ ସିଚୁଏସନ୍ ଆସିଥିବ, ଏମିତି ତ ଗୋଟେ ମଣିଷକୁ ବାଧିଥିବ କି ନିଶ୍ଚିତ ହଉଛି ସେ ତା କଳାକାର ମାନଙ୍କୁ ରାଣୀ ପଣ୍ଡା ଭଳି ଜଣେ ଏତେ ଭଲ ସିଏ ବି ଜଣେ କଳାକାର। ଆପଣ ଭାବିବା ଦରକାର ସିଏ ଜଣେ କଳାକାର। ଜଣେ କଳାକାର ହେଇ ଜଣେ ମାଲିକରେ ପରିଣତ ହୋଇ ଆଉ ଜଣେ କଳାକାରକୁ କୁକୁର ବୋଲି କହିବା କଥା କ'ଣ ପ୍ରକୃତରେ ଠିକ? ନାଇଁ ନାଇଁ ନାଇଁ, ସେ କୋଉ ସିଚୁଏସନରେ କହିଛି ସେଟାକୁ ଦେଖିବାକୁ ପଡ଼ିବ। ମୁଁ ଜଣେ ମାଲିକ ହିସାବରେ କହିବି ନା, ମୁଁ ହେଠି କିଛି ଏ ଟପିକରେ କହିବା ଠିକ ହବନି, କାରଣ ଏଭଳିଆ ବହୁତ ସିଚୁଏସନ୍ ଆମେ ଫେଲ୍ କରୁଛୁ। ସବୁବେଳେ ସମସ୍ତଙ୍କ ପାଖରେ ସୁବିଧା ନଥାଏ, ଏମିତି ପରିସ୍ଥିତି ଆସେ ଆପଣ ଅନ୍ କ୍ୟାମେରା କହିହେବନି। କଳାକାର ମାନେ ସତରେ ଧୋକା ଦେଇ ଦିଅନ୍ତି? ଦିଅନ୍ତି। ଆପଣଙ୍କୁ ଦେଇଛନ୍ତି ନା? 4 ବର୍ଷ ହେଲାଣି ଧୋକା ଖାଇ ଖାଇକି ଆଉ ମାଲିକ ଶିଖିଲେଣି ବା କହୁଛି। ବହୁତ ଧୋକା ଆମେ ଖାଇଛୁ। ଖାଲି ଯେ ଗୋଟେ କଳାକାରଙ୍କର ଭୁଲ ନାହିଁ, କୋଉଠି ନା କୋଉଠି ଦେଖ, ପ୍ରଥମ ତ ଭୁଲ ଯଦି ଯିଏ ମୁଁ କହିବ ତମକୁ କିଏ କହୁଥିଲା ଯାତ୍ରାପାଟି କରିବାକୁ? ଭାଇ ଆମେ ଜାଣିଥିଲୁ ଯାତ୍ରାପାଟି କଲେ ଗୋଟେ ଇନଭେଷ୍ଟମେଣ୍ଟ, ନ୍ୟୁ ଇନଭେଷ୍ଟମେଣ୍ଟ କରିବା। ଆମେ କଳା ସଂସ୍କୃତି ଉପରେ ପଶିଲୁ, ଆମେ ଫିଲ୍ମ ଲାଇନ୍ ନ ପଶିକି ଯାତ୍ରାପାଟିରେ ପଶିଲୁ ବୋଲିକି ଫସିଲୁ। ଆଉ ଏବେ ଜାଣିଲୁ କିଛି ନାହିଁ, ତଥାପି ଆମେ ଏପର୍ଯ୍ୟନ୍ତ ହାର ମାନିନୁ।
ଆଉ ଗୋଟେ କଥା ଯେତେବେଳେ କଳାକାର ମାନଙ୍କର ଟଙ୍କା ରୋଜଗାର କଥା ଆସେ ପ୍ରଶ୍ନ ଆସେ ସେତେବେଳେ ଆଉ ଗୋଟେ କଥା ମଧ୍ୟ ଚର୍ଚ୍ଚା ହୁଏ କି ଯାତ୍ରା ପାର୍ଟିର କଳାକାର ଗୋଟେ ଚଳଚ୍ଚିତ୍ର କଳାକାର ଠାରୁ ଅଧିକ ରୋଜଗାର କରନ୍ତି ବର୍ଷକୁ। ନିଶ୍ଚିତ କେତେ ଟଙ୍କା ଜଣେ ଯାତ୍ରା କଳାକାର ବର୍ଷକୁ ରୋଜଗାର କରିପାରୁଥିବ ହାଇଏଷ୍ଟ? ଗୋଟେ ଫିଲ୍ମରେ ଯେତିକି ଟଙ୍କା ଇନକମ୍ ମାନେ ଇନଭେଷ୍ଟ ହଉଥିବ ଗୋଟେ କଳାକାର ସେତିକି ପଇସା ନଉଥିବ। ସତରେ ଗୋଟିଏ କଳାକାର, ହଁ ପାଖାପାଖି ସେଟା ତ କହିଦେଲି, ସବୁ କହିଦେଲି। କଣ କୋଟିଏ 2 କୋଟି ଟଙ୍କା ପାଖାପାଖି? ନାଇଁ ତାର ସେଇ ତମେ ତ ଶୁଣୁଛ ଆଉ, ଲୋକ କୋଟି କୋଟି ନେଲେଣି ଆଉ। ହଁ ହଁ ଦେଖ କହିଲି, ରୁଦ୍ର ଏବେ ବି କହୁଛି ଯାତ୍ରା ପାର୍ଟିରେ ପୁରୁଣା କଳାକାର ଆଉ ଯୋଉମାନେ ଭାଇରାଲ କଳାକାର ହୁଁ ତାଙ୍କ ପଛରେ ତମେ ହାତ ମାରି ପାରିବନି। ହୁଁ ଆଉ କମିଟି ମାନଙ୍କର ବି ଭୁଲ, ହୁଁ ସେମାନେ ତାଙ୍କୁ ତମ ପାର୍ଟିରେ ଅଛନ୍ତି ତ ହୁଁ ଏଇ ପ୍ରଶ୍ନ। ଏ ପ୍ରଶ୍ନ କୁଆଡୁ, ଯଦି ମାଲିକ ମାନେ ଏକାଠି ରହିବେ ହୁଁ ସମସ୍ତଙ୍କ ପାଇଁ ବାଟ ଖୋଲି ଯାଆନ୍ତା। ଆଚ୍ଛା କିନ୍ତୁ ଟିକେ ପୂର୍ବରୁ କହିଲି ଏ ଷଡ଼ଯନ୍ତ୍ରକାରୀ ହଉଛନ୍ତି ମାଲିକ ମାନେ। କିଛି ମାଲିକ, ଯୋଉ ମାଲିକ ମାନଙ୍କ ପାଇଁ ଯାତ୍ରା ସଂସ୍ଥା ଆଜି ଏଇଠି। ଯୋଉ ଭାଇରାଲ କଳାକାରଙ୍କ କଥା ଆପଣ କହୁଛନ୍ତି ମୁଁ ଟିକେ ନାଁ ନେବାକୁ ଚାହିଁବି। ସେ ପିୟୁଷ ତ୍ରିପାଠୀ ହୁଅନ୍ତୁ କି ସାଇ ହୁଅନ୍ତୁ, ଏଇଭଳି ଜଣେ କଳାକାରକୁ ଆଣିବାକୁ ହେଲେ କେତେ ଟଙ୍କା ରେମୁନେସନ୍ ଦେବାକୁ ପଡ଼େ? ମୁଁ ତ ଭାବିନି, ମୁଁ ସେଥିପାଇଁ ତା ପାଇଁ ମୋର କିଛି ଇଚ୍ଛା ନାହିଁ ନାଇଁ ତାକୁ ନାଇଁ, ଆଣିବା ପାଇଁ? ମୁଁ ଯଦି ଭାବିଥାନ୍ତି ମୁଁ ତ କହିଦେଇଥାନ୍ତି। ହୁଁ ମୋର ଗୋଟେ ଯୋଉ ଜିନିଷ କରିବାକୁ ହେଲେ ହୁଁ ଗୋଟେ ଫିଲ୍ଡରେ ଫିଲ୍ଡ ନାଇଁ ନାଇଁ, ୱାର୍କ। ଆଜି ଯାତ୍ରା ପାର୍ଟିରେ ଯଦି ଭାଇରାଲ କାହା କଥା ଉଠେ ସର୍ବପ୍ରଥମେ ପିୟୁଷଙ୍କ ନାଁ ଉଠେ, ଏଇଟା ମଧ୍ୟ ସତ କଥା। ତ ପିୟୁଷକୁ ଆଣିବା ପାଇଁ ଆପଣ ଭାବିନାହାନ୍ତି କି ନା ପିୟୁଷକୁ ଆଣିଲେ ମୋ ଯାତ୍ରା ପାର୍ଟି ବଢ଼ିବ? ନା ମୁଁ ଭାବିନି। କାହିଁକି? ମୁଁ ଏଇଥିପାଇଁ ଭାବିନି, ମୁଁ ତାକୁ ନେଇକି ସମ୍ଭାଳି ପାରିବିନି। ଯୋଉ ରେଗୁଲେସନ କଥା କହୁଛନ୍ତି, ଅଲରେଡି ମୁଁ ତାକୁ ନେଇକି ସବୁ ଜିନିଷ ନେଇକି ମେଣ୍ଟେନ୍ କରିପାରିବା ଦରକାର ନା ନାହିଁ। ପିୟୁଷକୁ ମେଣ୍ଟେନ୍ କରିବା ଏତେ କଷ୍ଟ? ମତେ ଲାଗୁନି, ମୋ ଯଦି ହେଇଥାନ୍ତା ମୁଁ ଭାବିଥାନ୍ତି, ମୁଁ ତାପରେ ଭାବିନି। ଯଦି ଭାବିବି କେବେ ପିୟୁଷକୁ ନେବାକୁ ନେଇଯିବି, ହୁଁ ଏବେ ମୁଁ ଭାବିନି। ହୁଁ କାରଣ ତ ମୁଁ ଯାତ୍ରା ପାର୍ଟିର କେତେ ଦୂର କରିବି, ହୁଁ ମୋର ମୋର ତ ଫ୍ୟୁଚରଟାକୁ ମୁଁ ଦେଖିନି, ହୁଁ ମୁଁ ତା ବିଷୟରେ କେମିତି ଭାବିବି? ଓକେ ଯୋଉ ଦିନ ଭାବିଥିମି ମୁଁ ହୁଁ ନେଇଯିବି। ଯଦି ମୋର ଷ୍ଟାଣ୍ଡ କ୍ଲିୟର ହେଇଯିବ ହଁ ଯେ ମୁଁ 2030 ପର୍ଯ୍ୟନ୍ତ ଯାତ୍ରା ପାର୍ଟି କରିବି, ହୁଁ ଯେ ମୁଁ ପିୟୁଷକୁ 2029ରେ ନେବି, ଓକେ ମୁଁ ନେଇଯିବି। ତ ଠିକ୍ ଅଛି। ଏବେ ଆମେ ଟିକେ ଆପଣଙ୍କ ପଲିଟିକାଲ କ୍ୟାରିୟର ଉପରକୁ ଆସିବା, କାରଣ କୋଉଠି ନା କୋଉଠି ଆପଣ ପଲିଟିକ୍ସରେ ଜଡ଼ିତ ଅଛନ୍ତି। କିଛି ଦିନ ତଳେ ଆମେ ମଧ୍ୟ ଦେଖିଥିଲୁ ଆପଣଙ୍କ ଉପରକୁ ଏଇ ପଲିଟିକାଲ କ୍ଷେତ୍ରକୁ ନେଇ କିଛି ଲୋକ ଆକ୍ରମଣ କରିଥିଲେ, ଗୋଟେ ବମିଂ ମଧ୍ୟ ହୋଇଥିଲା ଆପଣଙ୍କ ଉପରେ। କ'ଣ ସେ ଘଟଣା ଥିଲା? ସେ 3-4 ବର୍ଷର ଘଟଣା। ହଁ ବିଜେଡି ଗଭର୍ଣ୍ଣମେଣ୍ଟ ଥାଏ, ମୁଁ ଯୋଉ ଯାହାକୁ ଆମେ ଲିଡର ବୋଲି ମାନୁ, ହୁଁ ଆଦର୍ଶ ମାନି ବିଜୁ ବାବୁ ବିଜେଡି ଦଳର ଆମେ ଥାଉ, ହୁଁ ସେଇ ସମୟର ଘଟଣା କହୁଛନ୍ତି। ଆଚ୍ଛା ସେଇ ଟାଇମରେ ମୋତେ ତ ବମିଂ ହେଇଥିଲା। ଆଉ ହୁଁ କ'ଣ ହେଇଥିଲା ଘଟଣା? ସେ କାହିଁକି ବମିଂ ଆର୍ସେଲ ହେଇଥିଲା? ପାଖରେ ବମିଂ ହେଇଥିଲା, ସେଇଟା ତ। ହଁ ଦେଖନ୍ତୁ, ଗୋଟିଏ ପାଚେରୀ କାମକୁ ନେଇକି, ମୁଁ ଜଣେ କହିଲି ମୁଁ ଗୋଟେ କନଷ୍ଟ୍ରକ୍ସନ କମ୍ପାନୀର କାମ, ମୋ ନିଜେ ମାଲିକ, ହୁଁ ମୁଁ କାମ କରେ। ହୁଁ ନିଜ ଲୋକ ହିଁ ଅଣ୍ଟି ଚୁରି ତଣ୍ଟି କାଟେ। ଓକେ ଆପଣ ଯାହାକୁ ଭଲ ପାଆନ୍ତି, ହୁଁ ଯାହା ପାଇଁ ସବୁ କରିଥାନ୍ତି, ଇତିହାସ ସାକ୍ଷୀ ରହିଛି, ସେଇ ଲୋକ ତମକୁ ମାରେ। ହୁଁ ତ ମୁଁ କ୍ୟାମେରା ଆଗରେ ଅନ୍ କ୍ୟାମେରା କହିବାକୁ ଚାହେଁନି ହୁଁ ସେ ଲୋକଙ୍କ ନାଁ। ନା ଟିକେ କହି ଦେଉନାହାନ୍ତି, ନାଇଁ ଦେଖନ୍ତୁ, କାହିଁ ଡରୁଛନ୍ତି ତାଙ୍କୁ? ଦେଖନ୍ତୁ ମୁଁ ମୋ ଜୀବନରେ କାହାକୁ ଡରେନି। ତାହେଲେ କହି ଦେଉନାହାନ୍ତି କ୍ୟାମେରା ଆଗରେ କ'ଣ ହେଇଥିଲା ଘଟଣା, କିଏ ଆପଣଙ୍କ ଉପରକୁ ଶୁଣ, ବମ୍ ପକେଇଥିଲେ? ମରୁ ମରୁ ଯିଏ ବଞ୍ଚିଛି, ହୁଁ ଭଗବାନ ମୋତେ ବଞ୍ଚେଇଛନ୍ତି। ହୁଁ ମୋର ଗୋଟେ ଭାଇ ଆଇସିୟୁରେ ପଇଲା, ହୁଁ ଗୋଟେ ଭାଇର ହାତ ଭାଙ୍ଗିଗଲା। ଭଗବାନଙ୍କ କୃପାରୁ ମା ହେଙ୍ଗୁଳା ମୋତେ ଘଣ୍ଟ ଘୋଡ଼େଇକି ରଖିଲେ, ମୋର କିଛି ହେଇନଥିଲା। ବମ୍ ପଡ଼ିଥିଲା, ଖଣ୍ଡା ବୁଲୁଥିଲା, ହଁ ବନ୍ଧୁକ ବମିଂ ଧରିକି ପଇଲା, ବନ୍ଧୁକ କିନ୍ତୁ ମୁଁ ଧରିଥିଲେ। ମଲିନି, ହଁ ଆଜି ବଞ୍ଚି ଯାଇଛି। ହଁ କିଏ ସେ ଲୋକ ଥିଲେ ତା ପଛରେ? ଶୁଣନ୍ତୁ, ଲୋକ ଯିଏ ଥିଲେ, କହିଲି ଅନ୍ କ୍ୟାମେରା ମୁଁ ଜାଣିଛି, ଅଣ୍ଟି ଛୁରୀ ତଣ୍ଟି କାଟେ। ମୁଁ ଯୋଉ ଦଳକୁ ଭଲ ପାଏ, ମୋ ଦଳରେ ସେଇ ଟାଇମରେ ଯିଏ ଲିଡର ଥିଲେ, ହୁଁ ଯାହାଙ୍କ ପାଇଁ ମୁଁ ମୋ ମାନେ ପିଲା ଯୋଉ ଜେଏନଜି ଆପଣ କହୁଛନ୍ତି, ହୁଁ ମୋ ଜେଏନଜି ଟାଇମର ଘଟଣା ଏଟା। ହୁଁ ମୋ ଜେଏନଜି ଟାଇମରେ ଯାହାଙ୍କ ପାଇଁ ମୁଁ ଲଢ଼ିଥିଲି, ଓକେ ତାଙ୍କର କିଛି ପିଲା ହୁଁ ମୋତେ ବମିଂ କରିଥିଲେ। ଆପଣ ବିଜେଡ଼ିରେ ଥିଲେ? ମୁଁ ବିଜେଡ଼ିରେ ଥିଲି। ବିଜେଡ଼ିର ନେତା ସେତେବେଳେ ପ୍ରୀତିରଞ୍ଜନ ଘଡ଼ାଇ ଥିଲେ, ପୂର୍ବତନ ମନ୍ତ୍ରୀ। ହଁ ତାଙ୍କର ହାତ ଥିଲା ଏଥିରେ? ନାଇଁ ଦେଖନ୍ତୁ, ତାଙ୍କର ସିଏ କହିଲେ ମୋ ହାତ ନାହିଁ।
ओके ମୁଁ ଡାଇରେକ୍ଟ ପଚାରିଛି, ହୁଁ ମୁଁ କାହାକୁ ଡରେନି, ମୁଁ ଡାଇରେକ୍ଟ ପଚାରିଛି। ସେ କହିଲେ ମୋର ହାତ ନାହିଁ। ହୁଁ ଆଉ ପଲିଟିକାଲି ଗାଁ ଲୋକ, ମୋ ଗାଁ ଭାଇମାନେ, ତାଙ୍କର କ'ଣ ମୁଁ ଖାଇଥିଲି, କ'ଣ ଲସ୍ କରିଥିଲି, ମୋତେ କାହିଁ ବମ୍ବିଂ କରିଥିଲେ? କାହାର ନା କାହାର କଥାରେ ହୁଁ ଗୋଟେ ଜୀବନ ନେଇଯିବା ଗୋଟେ ଛୋଟ କଥା ନୁହେଁ। କାହାକୁ ଚଟ୍ ଚାପୁଡ଼େ ମାରିବା, ରାଗ ଚମମରେ ଗୋଟେ ଅଲଗା କଥା, ଆଉ ଜଣକୁ ଆକ୍ରୋଶମୂଳ ଭାବେ ଜୀବନରୁ ମାରିଦେବା ଏଇଟା ଗୋଟେ ଛୋଟ କଥା ନୁହେଁ। ଏଇଟା ଜୀବନ ସାରା ମନେ ରହିବ। ଆଉ ଏଇଟା ମଧ୍ୟ ମୋର ଏଇଟା ଗୋଟେ ମୋ ଜୀବନରେ ମୁଁ କେବେ ଭୁଲିବିନି। ହୁଁ ଏଇ ସ୍ମୃତି କେବେ ସେ କଥା ମୋ ଜୀବନ ସାରାର, କାରଣ ମରୁ ମରୁ ଯେହେତୁ ବଞ୍ଚିଛି ହୁଁ ସେ ଜୀବନ ସାରା ମୁଁ ଭୁଲିବିନି। ଠିକ୍ ଅଛି। ଆପଣ ସମାଜ ସେବା କରୁଛନ୍ତି, ଲୋକଙ୍କ ପାଖରେ ଯାଇକି ପହଞ୍ଚୁଛନ୍ତି, ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆଗାମୀ ଦିନରେ କ'ଣ ଲକ୍ଷ୍ୟ ଅଛି ରାଜନୀତିରେ? ରାଜନୀତିକୁ ନେଇ ମୋର କିଛି ଲକ୍ଷ୍ୟ ନାହିଁ। ମୁଁ ଜଣେ ଭଲ ବିଜନେସ୍ କରିବି, ବିଜନେସ୍ ମ୍ୟାନ୍ ହେବି, ମୋର ଲକ୍ଷ୍ୟ। ରାଜନୀତି କରିବାର ଇଚ୍ଛା ନାହିଁ? ରାଜନୀତି ମୋର ଲକ୍ଷ୍ୟ ନାହିଁ। ମୁଁ ସମାଜ ସେବା। କିନ୍ତୁ ବିଜେଡିକୁ ଭଲ ପାଆନ୍ତି? ନାଇଁ, ବିଜେଡ଼ିକୁ ଭଲ, ମୁଁ ବିଜେଡ଼ିକୁ ଭଲ ପାଏ ତା ମାନେ ନୁହେଁ ମୁଁ କଂଗ୍ରେସକୁ ଘୃଣା କରେ। ନା, ମୁଁ ବିଜେଡ଼ିର ଜଣେ ମେମ୍ବର, ସକ୍ରିୟ ମେମ୍ବର ଅଛି। ମୁଁ ଜଣେ ବିଜନେସମ୍ୟାନ୍, ଗୋଟେ ଭଲ ଟ୍ୟାଗ୍ ମୋର ଅଛି, ଜଣେ ବିଜନେସମ୍ୟାନ୍। ବିଜୁ ବାବୁ କେଉଁଠି ନା କେଉଁଠି ମୁଁ ମୋ ଗାଁକୁ ଭଲ ପାଏ। ମୋତେ ବହୁତ ଖୁସି ଲାଗେ ମୁଁ ଯେବେ ଜାଣିଲି 1992ରେ ବିଜୁ ପଟ୍ଟନାୟକ କଳିଙ୍ଗନଗର ନାଁଟା ଜଖପୁରାରେ ଗୋଟେ କଳିଙ୍ଗନଗର କରିଛନ୍ତି। ସେଇଠୁ କେଉଁଠି ନା କେଉଁଠି ବିଜୁ ବାବୁଙ୍କ ପ୍ରତି ମୋର ଗୋଟେ ଭଲ ପାଇବା। ମୋ ଜନ୍ମ ଯେବେ, ମୁଁ ସେବେ ବିଜୁ ପଟ୍ଟନାୟକଙ୍କ ସେଇ ବର୍ଷ ସେଇ ଦିନ କଳିଙ୍ଗନଗର ନାମକରଣ ହେଇଥିଲା। ସ୍ୱରାଜ ପାଲ ଆଉ ବିଜୁ ପଟ୍ଟନାୟକ ଯେବେ ଆସିଥିଲେ, ତ ବିଜେଡି ପ୍ରତି କୋଉଠି ନା କୋଉଠି ମୋର ଗୋଟେ ଭଲ ପାଇବା ଥିଲା। ଏବେ ନାଇଁ, ଏବେ ମୁଁ କୌଣସି ପଲିଟିକାଲି, କୌଣସି ପଲିଟିକାଲି ନାହିଁ, କନେକ୍ଟେଡ୍ ନାହାନ୍ତି କାହା ସହିତ? ନାଇଁ। ମୁଁ ମୋର ଯେତେବେଳେ କ୍ୟାରିୟରଟା, ମୁଁ ଡ୍ୟାନି ଘଡ଼େଇ ଯିଏ ଥିଲେ ଆମର ମନ୍ତ୍ରୀ, 2 ଟର୍ମ ତାଙ୍କ ସହିତ ମୁଁ ଥିଲି। ତାଙ୍କୁ ମୁଁ ଭଲ ପାଏ, ତାଙ୍କର ପର୍ସନାଲିଟି ମୋତେ ବହୁତ ଭଲ ଲାଗେ। ଆଉ ସେ ଜଣେ ୟୁଥଙ୍କ ପାଇଁ ଲିଡର ହିସାବରେ ମୋର ବହୁତ ଚଏସ୍। ଓକେ, କାହିଁକି ପସନ୍ଦ? ୟୁଥ୍ ମାନଙ୍କ, ମୁଁ ଯେତେବେଳେ ଥିଲି ଯିବା କରି ଯେଉଁ ଜେଏନ୍ଜି ଟାଇମ୍ଟା ମୋର, ସେ ଗୋଟେ ୟୁଥ୍ ଲିଡର ଥିଲେ। ମୋତେ ଲାଗିଥିଲା କି ସେ ଆମ ଯେଉଁ ବେକାରୀ ସମସ୍ୟା ଅଛି, ଗୋଟେ ମୁଁ ଯେଉଁ ମୋର ଗୋଟେ ସ୍ୱପ୍ନ ଥିଲା, ଗୋଟେ ଷ୍ଟାଡିୟମଟେ ଜଖପୁରାରେ ଗୋଟେ ବଡ଼ ବିରାଟ ଷ୍ଟାଡିୟମ ହେବ, ଗୋଟେ ବିରାଟ ପାର୍କ ହେବ, ଗୋଟେ ଗାଁ ପ୍ରତି ଯେଉଁ ଭଲ ପାଇବା, ଏଠି ଗୋଟେ ବସ୍ ଷ୍ଟପ୍ ହେବ, ଏଠି କେହି ଯିବେନି ସାଇକେଲରେ, କେହି ଯିବେନି, ବସ୍ ଆସିବ, ବସ୍ ଲାଗିବ, ଫ୍ୟାକ୍ଟ୍ରିକୁ ବସ୍ ଯିବ। ସେ ୟୁଥଙ୍କ କଥା ବୁଝିବା ଲୋକ, ତାକୁ କହିଲେ ସେ ବୁଝିପାରୁଥିଲେ। ଭଲ, ସେଥିପାଇଁ ଭଲ ଲାଗନ୍ତି ଆଉ। ସେଇଥିପାଇଁ ଭଲ ଲାଗନ୍ତି। ଆଚ୍ଛା, ଇନ୍ ଫ୍ୟୁଚର କ'ଣ ପ୍ଲାନ୍ ଅଛି? ପଲିଟିକ୍ସକୁ ଯିବା ନା ଯିବାନି? ନାଇଁ, ଦେଖନ୍ତୁ, ଆଗକୁ କ'ଣ ହେବ କେହି କହିପାରିବେନି। ଆପଣଙ୍କର ପ୍ଲାନ୍ ଅଛି ନା? ମୋର ଏବେ ବର୍ତ୍ତମାନ 2 ବର୍ଷ ପର୍ଯ୍ୟନ୍ତ ମୁଁ ଯେତିକି କରିଛି, ମୁଁ ତ ବିଜନେସ୍ କରିବି। ବିଜନେସ୍ କରିବେ, ପଲିଟିକ୍ସକୁ ଯିବେନି? ବିଜନେସ୍ କରିବି। ସମାଜରେ ଯେତେବେଳେ ସମାଜର କୋଉଠି ନା କୋଉଠି ମୋ ଦରକାର ହେବ, ମୋ ଏରିଆରେ କୋଉଠି ବି, ସେମିତି ନାହିଁ ଖାଲି ମୁଁ କଳିଙ୍ଗନଗରରେ ସମାଜ ସେବା କରେ ଆଉ ଖାଲି ଅନ୍ କ୍ୟାମେରା ଆଗରେ ସମାଜ ସେବା କରିବା ମୋତେ ଭଲ ଲାଗେନି। ମୁଁ କ'ଣ କରେ ମୁଁ ଜାଣିଛି। ପଲିଟିକାଲ ଜିନିଷ ମୋତେ କାହିଁ ଲାଗେ ଡାଟି ପଲିଟିକ୍ସ ଭିତରେ ପଶିବା ମୋ ଦ୍ୱାରା ସମ୍ଭବ ନୁହେଁ। ଠିକ୍ ଅଛି। ଆଚ୍ଛା, କିଏ ପସନ୍ଦ ଆପଣଙ୍କର କହିଲେ ଦେଖିବା? ମୋହନ ମାଝୀ ନା ନବୀନ ପଟ୍ଟନାୟକ? ଦେଖନ୍ତୁ, କାଲିର ଗୋଟେ ସିଚୁଏସନ୍ ଦେଖିଥିବେ। ନା, ମୋତେ ଟିକେ ଆନ୍ସର ଦେଇଦିଅନ୍ତୁ। ମୁଁ ଡିପ୍ଲୋମାଟିକ୍ କଥା କହୁନି। ଆପଣ ଡିପ୍ଲୋମାଟିକ୍ କଥା କହିଲେ। ଡିପ୍ଲୋମାଟିକ୍ କଥା ମୁଁ କହୁନି। ନବୀନ ପଟ୍ଟନାୟକ ତାଙ୍କ ଜାଗାରେ ବେଷ୍ଟ। ସେ ଯେଉଁ 24 ବର୍ଷ, ସେଟା ମୁଁ କହୁନି, ଆପଣ କାହାକୁ ପଚାରନ୍ତୁ, ନବୀନ ପଟ୍ଟନାୟକ ଇଏ ତ ଆରମ୍ଭ। ଆଙ୍କ ବିଷୟରେ ତ ଷ୍ଟେଟମେଣ୍ଟ ଦେବାକୁ ଦେଖିବୁ ଦେବି, ମୁଁ ତ କ୍ଲିଅର କହିଛି, ଆପଣଙ୍କୁ ବି କହୁଛି, ଆମ ଏରିଆରେ ଗମନାଗମନୀ ବିପର୍ଯ୍ୟୟ। ଏଠି କେଉଁଠି ଇନଡାଇରେକ୍ଟ କେଉଁଠି କହିଲୁ, ତ ଡାଇରେକ୍ଟ କହୁଛୁ, ସରକାର ଏଗନେଷ୍ଟରେ କହୁଛୁ। କିନ୍ତୁ ପର୍ଟିକୁଲାର ମୋହନ ମାଝୀଙ୍କୁ ଏଇଥିପାଇଁ ଆମେ ଦଉନୁ, କାଲି ଦେଖିଲି ସେ ନିଜେ ବସିକି ବନ୍ୟା ଅଞ୍ଚଳ ବୁଲୁଛନ୍ତି। ଖାଲି ବୁଲିଲେ କ'ଣ କଲେ ସେଇଟା ଦେଖିବାର ଅଛି। ନବୀନ ପଟ୍ଟନାୟକ ମୋତେ ଲାଗେ ନବୀନ ପଟ୍ଟନାୟକ ଆମ ମାନେ ଓଡ଼ିଶାର ଜଣେ ଗର୍ବ। ଠିକ୍ ଅଛି। ଯାଜପୁରର 2 ନେତାଙ୍କ ନାଁ ଦେବି, ତାଙ୍କ ଭିତରୁ ଜଣକୁ ଆପଣ ଚୁଜ୍ କରିବେ। ପ୍ରୀତିରଞ୍ଜନ ଘଡ଼େଇ ନା ପ୍ରଣବ ପ୍ରକାଶ ଦାସ? କେବଳ ଆନ୍ସର ଦେବେ, ଚୁଜ୍ କରିବେ। ପ୍ରୀତିରଞ୍ଜନ ଘଡ଼େଇ ଆଉ ପ୍ରଣବ ପ୍ରକାଶ ଦାସ, 2 ଜଣ ଭିତରୁ ଜଣକୁ ଚୁଜ୍ କରିବେ। କାହାକୁ?
କୋଉଥିପାଇଁ ଚୁଜ୍ କରିବି? ଦି ଜଣ ଭିତରୁ ଅଧିକ ଆପଣଙ୍କୁ କିଏ ଭଲ ଲାଗନ୍ତି? ମୁଁ ତ କହିଛି ଅଧିକ ତ ଡାନି ଗଡ଼ିଆ ଭଲ ଲାଗନ୍ତି ବୋଲି ତାଙ୍କ ପାଖରେ ଅଛି ଆଉ। ଡାନି ଗଡ଼େ ଡାନି ଗଡ଼ିଆ ଇନ୍ ଫ୍ୟୁଚର ପଲିଟିକ୍ସକୁ ଯିବାକୁ ଚାନ୍ସ ମିଳେ ତାହେଲେ ଆପଣ ଯିବେ ନା ଯିବେନି? ସେ ସମୟ କହିବ। ହଁ କି ନା? ନାଇଁ ମୁଁ ପଲିଟିକ୍ସ ଏବେ ବି ଅଛି ଆଉ ଯିବି କି ଯିବିନି? ଏବେ ତ ପଲିଟିକ୍ସ ଛାଡ଼ିକି ନାହିଁ। ହୁଁ ପଲିଟିକ୍ସଟା ଗୋଟେ ପାର୍ଟରେ ଅଛି। ହୁଁ ମୁଁ ଗୋଟେ ବିଜନେସ୍ ମ୍ୟାନ୍ ଯଦି କହିବେ ଛାଡ଼ିବେ କି ନାହିଁ ମୁଁ ବିଜନେସ୍ ଛାଡ଼ିବିନି, ପଲିଟିକ୍ସ ଛାଡ଼ିଦେବି, ହୁଁ କିନ୍ତୁ ବିଜନେସ୍ କରିବି। ହୁଁ ଯାତ୍ରା ପାର୍ଟି ଆଉ ରାଜନୀତି? ନାଇଁ ରାଜନୀତି ରାଜନୀତି ଆଉ ବ୍ୟବସାୟ? ବ୍ୟବସାୟ ତାହେଲେ ଆପଣ ବ୍ୟବସାୟକୁ ଅଧିକ ଅଧିକ preference, ଗୁରୁତ୍ୱ ହଁ, ଦିଅନ୍ତି। ଗୁରୁତ୍ୱ ଦିଏ। ଠିକ୍ ଅଛି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ନିଶ୍ଚିତ ଭାବରେ ଆମ ଦର୍ଶକମାନେ ଶୁଣୁଥିଲେ ଦୀର୍ଘ ସମୟ ଧରି ଆପଣଙ୍କୁ। ତ ଆପଣ ଶୁଣୁଥିଲେ ଆଜି ଆମ ସହିତ ଉପସ୍ଥିତ ରହିଥିଲେ ଆମ ଅତିଥି ପ୍ରସନ୍ନଜିତ ନାୟକ, ଜଣେ ଯାଜପୁର ଜିଲ୍ଲାର ସୁପରିଚିତ ସମାଜସେବୀ ଏବଂ ଅପେରା ଯାଜ୍ଞସେନୀ ଯାତ୍ରାପାର୍ଟିର ସେ ହେଉଛନ୍ତି ମାଲିକ। ତାଙ୍କ ସହିତ ଆମେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଅନେକ ଜିନିଷ ବିଷୟରେ, ଯେପରିକି ସମାଜସେବା ହେଉ, କଳିଙ୍ଗନଗରର ସେ ବାସିନ୍ଦା, କଳିଙ୍ଗନଗରରେ ଥିବା ବେକାରୀ ସମସ୍ୟା ହେଉ କିମ୍ବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କ'ଣ ହୋଇପାରିବ ସେ କ୍ଷେତ୍ରରେ ହେଉ, ଏବଂ ଯାତ୍ରାପାର୍ଟି ବିଷୟରେ ମଧ୍ୟ ଆଲୋଚନା କରୁଥିଲେ। ତେବେ ଦେଖା ହେବ ଆଉ ଏକ ଅଧ୍ୟାୟରେ ଆଉ ଏକ ଅତିଥିଙ୍କ ସହିତ। ରହିଲି, ନମସ୍କାର, ଜୟ ଶ୍ରୀ ଜଗନ୍ନାଥ।